ଶୁଣା ହଉଛି? ମୋ ଭଏସ ଏବେ ଶୁଣା ହଉଛି? ଆଜ୍ଞା ସାର୍। ମୋ ଭଏସ ଶୁଣା ହଉଛି? ଆଜ୍ଞା ସାର୍। ସ୍କ୍ରିନ ଦେଖା ହଉନି ନା? ନାଇଁ ସାର୍। ଏବେ ସ୍କ୍ରିନ ସେୟାର ଦେଖା ହଉଛି? ଆଜ୍ଞା ସାର୍। ଆଜ୍ଞା ସାର୍। ଠିକ ଅଛି। ଦେଖ, ସେ ଆର ମୋବାଇଲ ଟା ଟିକେ ପ୍ରୋବ୍ଲେମ ହେଇଗଲା ତ। ସାର୍ ଏଇଟା ଏବେ ବ୍ଲାକ୍ ଆସିଲା। ବ୍ଲାଙ୍କ ଆସୁଛି? ଆଜ୍ଞା ସାର୍ ଏବେ ତ ବ୍ଲାଙ୍କ ଆସୁଛି, ଟିକେ ମଝିରେ ଦେଖା ହଉଥିଲା ତାପରେ ପୁଣି ବ୍ଲାଙ୍କ ହେଇଗଲା। ଦେଖା ହଉନି ଏବେ? ନାଇଁ ସାର୍ ବ୍ଲାକ୍ ଅଛି। ପୁରା ବ୍ଲାଙ୍କ ଆସୁଛି? ଆଜ୍ଞା ସାର୍। ଆଜ୍ଞା। ଗୋଟେ ସେକେଣ୍ଡ ରୁହ। ଆଚ୍ଛା ଏବେ କିଛି ଦେଖା ହଉନି କି? ଦେଖା ଯାଉଛି ସାର୍।
ଏବେ ଦେଖା ହଉଛି କି? ଆଜ୍ଞା ସାର୍। ଆଜ୍ଞା ସାର୍। ଏବେ କ୍ଲିୟର ଅଛି ତ? ଏବେ ଠିକ ଅଛି? ଆଜ୍ଞା ସାର୍। କିଏ ଗୋଟେ ଅନ୍ କରି ରଖିଛି। ମୋରି ଅନ୍ ଅଛି, ମୁଁ କାହାର ଅନ୍ ଅଛି। ଠିକ ଅଛି। ଶୁଣା ହଉଛି ଏବେ? ଦେଖା ହଉଛି? ଦେଖ ବେଦାଙ୍ଗ ଆଜ୍ଞା ଏଇଠି ଦେଖ। ଆଜି ଯେମିତି ହେଲେ ବେଦାଙ୍ଗଟା ମନେ ରଖିବା। ଟିକେ ସେଟିଂ ରେକର୍ଡ ସେକର୍ଡ ଥିଲା ବୋଲି ସମସ୍ୟା ହଉଥିଲା। ତ ବେଦାଙ୍ଗଟା ଏଇଠି ଟିକେ ନଜର କରିଦିଅ। ଯେମିତି ବେଦାଙ୍ଗଟା ରୁ ପରୀକ୍ଷାରେ ଯଦି କିଛି ବି ପ୍ରଶ୍ନ ଆସେ, ଆମର ଯେମିତି ଭୁଲ ନହବ, ସେମିତିଆ ଟାର୍ଗେଟ ରଖି ତମକୁ ପଢିବାକୁ ପଡିବ। ଠିକ ଅଛି। ବେଦସ୍ୟ ଅଙ୍ଗାନି ବେଦାଙ୍ଗାନି ଷଡ୍ ବେଦାଙ୍ଗାନି ସନ୍ତି। ଶିକ୍ଷା କଳ୍ପ ବ୍ୟାକରଣ ନିରୁକ୍ତମ ଛନ୍ଦ ଜ୍ୟୋତିଷମ ଇତି ଷଡ୍ ବେଦାଙ୍ଗାନି ସନ୍ତି। 6ଟି ବେଦାଙ୍ଗ ରହିଛି। ସର୍ବପ୍ରଥମ ବେଦାଙ୍ଗସ୍ୟ ସର୍ବପ୍ରଥମ ବର୍ଣ୍ଣନା କୋଉଠି କରାହେଇଛି? ନା ମୁଣ୍ଡକ ଉପନିଷଦରେ କରାଯାଇଛି। ବେଦାଙ୍ଗର ସର୍ବପ୍ରଥମ ବର୍ଣ୍ଣନା। ଠିକ ଅଛି। ପାଣିନୀୟ ଶିକ୍ଷା ଗ୍ରନ୍ଥରେ କୁହାଯାଇଛି, କଣ କୁହାଯାଇଛି? ଛନ୍ଦ ପାଦୌ ତୁ ବେଦସ୍ୟ ହସ୍ତୌ କଳ୍ପତ ପଠ୍ୟତେ ଜ୍ୟୋତିଷାମ୍ ନୟନଂ ଚକ୍ଷୁ ନିରୁକ୍ତଂ ସ୍ତୋତ୍ରମ୍ ଉଚ୍ୟତେ ଶିକ୍ଷା ଘ୍ରାଣಂ ତୁ ବେଦସ୍ୟ ମୁଖಂ ବ୍ୟାକରଣଂ ସ୍ମୃତଂ ତସ୍ମାତ୍ ସାଙ୍ଗମଧୀତୈବ ବ୍ରହ୍ମଲୋକେ ମହୀୟତେ। ଇଏ ପାଣିନୀୟ ଶିକ୍ଷା ଗ୍ରନ୍ଥରେ କୁହାଯାଇଛି ଯେ ବେଦ ପୁରୁଷର ପାଦ କୋଉଟା? ନା ଛନ୍ଦ। ବେଦ ପୁରୁଷର ହସ୍ତ କୋଉଟା? ନା କଳ୍ପ। ବେଦ ପୁରୁଷର ନୟନ କୋଉଟା? ନା ଜ୍ୟୋତିଷ। ନା ବେଦ ପୁରୁଷର ସ୍ତୋତ୍ର କୋଉଟା? ନା ନିରୁକ୍ତ। ବେଦ ପୁରୁଷର ନାସିକା କୋଉଟା? ନା ଶିକ୍ଷା। ଆଉ ବେଦ ପୁରୁଷର ମୁଖ୍ୟ ମୁଖ କୋଉଟା? ମୁଖମ୍ ନା ବ୍ୟାକରଣମ୍। ତମକୁ ଜାଣିଛ, ମୁଁ ତମକୁ ପୂର୍ବରୁ ବି କହିଛି ଯେ ଷଟ୍ସୁ ବେଦାଙ୍ଗେଶୁ ପ୍ରମୁଖମ୍ ଅଙ୍ଗମ୍ ବ୍ୟାକରଣ। ବ୍ୟାକରଣ। ବ୍ୟାକରଣ ହଉଛି ସବୁଠାରୁ ପ୍ରମୁଖ ଅଙ୍ଗ ବୋଲି କୁହାଯାଇଛି। ମନେ ରଖିବ। ପାଣିନୀୟ ଶିକ୍ଷା ଗ୍ରନ୍ଥରେ ଶ୍ଲୋକ ସଂଖ୍ୟା 60। 60ଟି ଶ୍ଲୋକ ପାଣିନୀୟ ଶିକ୍ଷା ଗ୍ରନ୍ଥରେ ଅଛି। କିନ୍ତୁ ପାଣିନୀୟ ବ୍ୟାକରଣରେ ବର୍ଣ୍ଣ ସଂଖ୍ୟା, ଦେଖ ଏଟା ଶ୍ଲୋକ ସଂଖ୍ୟା, ଏଇଟା ପାଣିନୀୟ ଶିକ୍ଷାରେ ଶ୍ଲୋକ ସଂଖ୍ୟା। ଠିକ ଅଛି। କିନ୍ତୁ ଏଇଠି ପାଣିନୀୟ ବ୍ୟାକରଣରେ ବର୍ଣ୍ଣ ସଂଖ୍ୟା କେତେ? ନା 42ଟି ଅଛି ବୋଲି କୁହାଯାଇଛି। ଯୋଉ ପାଣିନୀୟ ବ୍ୟାକରଣରେ। ସେମିତି ପାଣିନୀୟ ଶିକ୍ଷା ଅନୁସାରେ 63 ବା 64ଟି ବର୍ଣ୍ଣ ଅଛି ବୋଲି କୁହାଯାଇଛି। ଅର୍ଥାତ୍ ତମକୁ ମୁଁ କହିଥିଲି ତ୍ରିଷଷ୍ଠୀ ଚତୁଃଷଷ୍ଠୀ ବା ବର୍ଣ୍ଣାଃ ଶମ୍ଭୁ ମତେ ମତାଃ। ପରୀକ୍ଷାରେ ପଚାରି ଦେଇପାରେ ଶମ୍ଭୁ ମତେ କତି ବର୍ଣ୍ଣାଃ। ତମେ କରିପାରିବ ନିଶ୍ଚିନ୍ତ ରୂପରେ, ବିଶ୍ୱାସ ଅଛି। ତାପରେ ବେଦରେ କେତୋଟି ବର୍ଣ୍ଣର ପ୍ରୟୋଗ କରାଯାଇଛି? ନା ବେଦରେ 52, 52ଟି ବର୍ଣ୍ଣ ବୈଦିକ ବର୍ଣ୍ଣ ବୋଲି ବିବେଚନା କରାଯାଏ। ହେଇକି ଦେଖ ଲେଖା ହେଇଛି ତ୍ରିଷଷ୍ଠୀ ଚତୁଃଷଷ୍ଠୀ ବା ବର୍ଣ୍ଣାଃ ଶମ୍ଭୁ ମତେ ମତାଃ। ଖାଲି ଗୋଟିଏ ଲାଇନ ମନେ ରଖିଦେଲେ ହେଇଯିବ। ପ୍ରକୃତେ ସଂସ୍କୃତେ ଚାପି ସ୍ୱୟଂ ପ୍ରୋକ୍ତା ସ୍ୱୟଂଭୁବା। ଏତେ ମନେ ରଖିବା ଆବଶ୍ୟକତା ନାହିଁ। କେବଳ ପ୍ରଥମ ଲାଇନ ଟା ହିଁ ତମ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। 27 ତାରିଖ ଦେଖିଥିଲି ଏତିକି। ତାପରେ 28 ତାରିଖ ଜିନିଷ ଦେଖ। ଶିକ୍ଷା ବେଦାଙ୍ଗରେ ଦେଖ ସ୍ୱରବର୍ଣ୍ଣାଦି ଉଚ୍ଚାରଣ ପ୍ରକାରେ यत्र ଶିକ୍ଷ୍ୟତେ ଉପଦିଶ୍ୟତେ ସା ଶିକ୍ଷା। ଏ କଥା କୁହାଯାଇଛି କୋଉଠି? ନା ଶିକ୍ଷାର ବ୍ୟୁତ୍ପତ୍ତି ଉପରେ। ଶିକ୍ଷାର ବ୍ୟୁତ୍ପତ୍ତି ଦେଖିବା, ପ୍ରକୃତି ପ୍ରତ୍ୟୟ ଦେଖିବା, ନା ଶିକ୍ ଧାତୁ ଅପ୍ରତ୍ୟୟ ତାପରେ ଟାପ୍ ପ୍ରତ୍ୟୟ। ଟାପ୍ ପ୍ରତ୍ୟୟ ଲାଗିଛି ମାନେ ଶିକ୍ଷା ଶବ୍ଦଟି ହଉଛି ସ୍ତ୍ରୀଲିଙ୍ଗାନ୍ତ ଶବ୍ଦ। ତ ମନେ ରଖିଥାଅ, ଶିକ୍ଷା ଶବ୍ଦ କୋଉ ଲିଙ୍ଗାନ୍ତ ଶବ୍ଦ? ନା ଶିକ୍ଷା ଶବ୍ଦ ହଉଛି ସ୍ତ୍ରୀଲିଙ୍ଗାନ୍ତ ସ୍ତ୍ରୀଲିଙ୍ଗାନ୍ତ। ଶବ୍ଦ ବୋଲି ମନେ ରଖିବାକୁ ପଡିବ। ଶିକ୍ଷାୟାଃ ଷଡ୍ ଅଙ୍ଗାନି ସନ୍ତି। ତମେ ଜାଣିଛ ଶିକ୍ଷାର 6ଟି ଅଙ୍ଗ ଅଛି। ତୈତରିୟ ଉପନିଷଦରେ ବର୍ଣ୍ଣନା କରାହେଇଛି କଣ? ଅଥ ଶିକ୍ଷା ଅଧ୍ୟାୟ ବର୍ଣ୍ଣସ୍ୱର ମାତ୍ରା ବଳ ଶ୍ୟାମ ସନ୍ତାନ ଇତ୍ୟୁକ୍ତେ ଶିକ୍ଷା ଅଧ୍ୟାୟ ବୋଲି କୁହାଯାଇଛି। ଶିକ୍ଷା ବାଖ୍ୟା ଶ୍ୟାମଃ ଏମିତି ବର୍ଣ୍ଣନା କରାହେଇଛି ଶିକ୍ଷା ବଳିରେ। ତମେ ଜାଣିଛ ତୈତରିୟ ଉପନିଷଦରେ କେଇଟା ବଲି ଅଛି? ତିନୋଟି। ତିନୋଟି ବୋଲି। କଣ କଣ ବୋଲି? ଶିକ୍ଷା ବୋଲି, ଶିକ୍ଷା ବ୍ରହ୍ମାନନ୍ଦ ବୋଲି, ଭୃଗୁ ବୋଲି, ବ୍ରହ୍ମାନନ୍ଦ ବୋଲି। ବ୍ରହ୍ମାନନ୍ଦ ବୋଲି। ହଁ, ଶିକ୍ଷା ବୋଲି, ତାପରେ ବ୍ରହ୍ମାନନ୍ଦ ବଲ୍ଲୀ। ବ୍ରହ୍ମାନନ୍ଦ ବୋଲି, ତାପରେ ଭୃଗୁ ବୋଲି। ଠିକ ଅଛି। ତେଣୁ ଶିକ୍ଷାର 6ଟା ଅଙ୍ଗ ବୋଲି ବର୍ଣ୍ଣନା କରାହେଇଛି। କଣ କଣ? ନା ବର୍ଣ୍ଣସ୍ୱର ମାତ୍ରା ବଳ ସାମ ସନ୍ତାନ ଇତ୍ୟୁକ୍ତେ ଶିକ୍ଷା ध्यେୟ ବର୍ଣ୍ଣ ଇତ୍ୟୁକ୍ତେ ଅକାର ଆଦି ବର୍ଣ୍ଣମାଳା
स्वर इत्युक्ते उदात अनुदात स्वर मात्रा इत्युक्ते हर्स्व दीर्घ प्लुत एक मात्रा भवेत् हर्स्व द्विमात्रा दीर्घ उच्यते त्रिमात्रा तो पृथक्यं व्यंजनम च अर्धमात्रकम मन रखता ये होची मात्रा तापर बल बल कहले कोन ना आभ्यंतर प्रयत्न बाह्य प्रयत्न आभ्यंतर प्रयत्न सिद्धांत कौमुदी अनुसार चारिटा किंतु लघु सिद्धांत कौमुदी देखिबो ସେଥିରେ ପାଞ୍ଚଟା ଆଭ୍ୟନ୍ତର ବର୍ଣ୍ଣ ବର୍ଣ୍ଣନା କରାଯାଇଛି ଠିକ ଅଛି ବ୍ୟାକରଣ ଯେତେବେଳେ ଆରମ୍ଭ କରିବି ସେ ସମୟରେ ଗୋଟେ ଆହୁରି ବିଶଦ ଭାବରେ କହିବି ତାପରେ ବାହ୍ୟ ପ୍ରୟତ୍ନ ତମେ ଜାଣିଛ 11ଟା ତାପରେ ସାମ ଦୋଷ ରହିତ ଶୁଦ୍ଧ ମାଧୁର୍ଯ୍ୟ ଗୁଣଯୁକ୍ତ ସସ୍ୱର ଗାନ ନାମ ସାମ ଏତିକି ମନେ ରଖିବ ସନ୍ତାନ ବାକ୍ୟ ସହନ୍ତି ବା ସାନ୍ନିଧ୍ୟ ଯୋଗ୍ୟତା ଅର୍ଥରେ ପ୍ରୟୋଗ କରାଯାଏ ପାଣିନୀୟ ଶିକ୍ଷାର ଶ୍ଲୋକ ସଂଖ୍ୟା ପୁଣି ରିପିଟ କରାଯାଇଛି 60ଟି ଶ୍ଲୋକ ଅଛି ବର୍ଣ୍ଣ ସଂଖ୍ୟା କେତେ ପାଣିନୀୟ ଶିକ୍ଷା ଅନୁସାରେ ନା 63 64 ବା ବର୍ଣ୍ଣାଃ ସମ୍ଭୁ ମତେ ମତାଃ ପୂର୍ବରୁ ଆମେ କହିସାରିଛେ ଖଣ୍ଡ ଦେଖିବା ଆବଶ୍ୟକତା ନାହିଁ ଗୁରୁତ୍ୱପୂର୍ଣ୍ଣ ନୁହେଁ ବେଦ ହଉଛି ऋक वेद कौन ना पाणिनीय शिक्षा कस्य वेदस्य ना ऋक वेदस्य मन रखता पाणिनीय शिक्षा ऋक वेदस्य अच्छा पाणिनीय शिक्षा यह कर्ता कह यदि अहम पृच्छामि तर्हि उत्तरम ପାଣିନି कर्ता होचंदी पाणिनि उच्चारण स्थान हटे 8टा बोली वर्णना कराଯାଇଛି पाणिनीय शिक्षा अनुसारे 8टी उच्चारण स्थान बोली वर्णना कराଯାଇଛି सेमती ऋग्वेद मुख्य रूप में शिक्षा अच्छी ऋग्वेद शिक्षा ग्रंथ मुख्य रूप में कौन ना पाणिनीय शिक्षा सौनक शिक्षा स्वरांग शिक्षा ये शिक्षा ग्रंथ गुरुत्वपूर्ण रूप में बेसी इंपोर्टेंट परीक्षा पाणिनीय शिक्षा ही पचारिबार संभावना सबु ठारू अधिक अच्छी ठीक है शुक्ल यजुर्वेद शिक्षा ग्रंथ देखा याज्ञवल्क्य शिक्षा जो श्लोक संख्या होती 232 ये बहुत गुरुत्वपूर्ण शिक्षा ग्रंथ प्रातिशाख्य प्रदीप शिक्षा मांडव्य शिक्षा मन रखा पड़ो किंतु यही गुरुत्वपूर्ण पाणिनीय शिक्षा याज्ञवल्क्य शिक्षा बहुत गुरुत्वपूर्ण तापर कृष्ण यजुर्वेद शिक्षा ग्रंथ देखिए व्यास शिक्षा भारद्वाज शिक्षा कौंडिन्य शिक्षा यही व्यास शिक्षा को तुम्हें मन रख गुरुत्वपूर्ण रूप से सामवेदीय शिक्षा ग्रंथ किए ना नारदीय शिक्षा बहुत इंपोर्टेंट तापर लोमस्य शिक्षा आ गौतमीय शिक्षा बोली मन रखियो गौतमीय मर दीर्घिकार हम ठीक अच्छे अथर्ववेदर शिक्षा ग्रंथ देखा मांडुक्य शिक्षा आपको टिके मन रखा पड़ो ठीक अच्छे आपको टिके मन रखा पड़ो परीक्षा पड़े हाँ पाणिनीय शिक्षा वर्णना कराई अधम पाठकर 6टी गुण एवं गोटे उत्तम पाठकर 6टी गुण वर्णना कराई किंतु याज्ञवल्क्य शिक्षा ग्रंथ वर्णना कराई गोटे अधम पाठकर कईटा गुण अधम पाठकर 14 गुण तुमको मु पूर्व भी कही यही श्लोक गुड़ा मे भी कही गिरी रसकंपी यथा लिखित पाठक अनर्थज्ञ अल्पकंठश्च षडेते पाठका मन अच्छे तो अधम पाठकर 6टा गुण तुम कहनी आज्ञा सर हाँ तापरे कल्प जब देखिबा कल्प देखिबा ताले यागादि विषय वर्णना यत्र दृश्यते तत् कल्प सूत्रमिति उच्यते ताको कल्प सूत्र बोली कहते याग विषय जोटी वर्णना कराए यज्ञ आदि विषय जोटी वर्णना कराए कल्प्यते समर्थ्यते याग प्रयोग यत्र कल्पम सायणाचार्य कहते ऋग्वेद भाष्य वेदार्थ प्रकाश रे सायणाचार्य कहते जे कल्प्यते समर्थ्यते याग प्रयोग यत्र कल्पम एक कथा सायणाचार्य ऋग्वेद भाष्य वेदार्थ प्रकाश रे कहते कल्प सूत्र को 4 भाग व्यक्त कराई जोटा कि आम बहुत ही इंपोर्टेंट मुझे तुम पूर्व भी कही भी कहूँ बहुत ही इंपोर्टेंट कल्प सूत्र को 4 भाग व्यक्त कराई कौन कौन स्तोत्र सूत्र गृहसूत्र धर्म सूत्र तुल्य सूत्र 4 भाग विभक्त करा ठीक है तापरे फास्ट देख सूत्र सूत्र कौन ना यज्ञ क्रमबद्धता एठी वर्णना कराई गृहसूत्र कौन ना षोडश संस्कार आदि वर्णना पंच महायज्ञ जो रोची तार मध्य वर्णना कराई अच्छा पंच महायज्ञ किए कही परिबो टिके कुओ सोनाली दास कह झियो पंच महायज्ञ कौन ब्रह्म यज्ञ देव यज्ञ पितृयज्ञ मनुष्य यज्ञ भूत यज्ञ धन्यवाद झियो तापरे आसिला धर्मसूत्र कौन वर्णना कराई कर्तव्य आचार संहिता विषय रे वर्णना करा जायछि शुल्ब सूत्र कौन ना गणित शास्त्र ज्यामिति शास्त्र भूगोल शास्त्र विषय वर्णना
କରାଯାଇଛି କୋଉଠି ଶୂଳସୂତ୍ରରେ। ତାପରେ ଆସିଲା ପ୍ରତ୍ୟେକ ବେଦର ଋକ୍ ବେଦର ଅର୍ଥାତ୍ ପ୍ରତ୍ୟେକ ବେଦର ସୌତସୂତ୍ର, ଗୃହ୍ୟସୂତ୍ର, ଧର୍ମସୂତ୍ର, ଶୂଳସୂତ୍ର ଏଠି ବର୍ଣ୍ଣନା କରାଯାଇଛି। ଦେଖ ଋକ୍ ବେଦୀୟ ସୌତସୂତ୍ର କଣ? ଆଶ୍ୱାଳାୟନ, କୌଶିତକୀ ବା ସାଂଖ୍ୟାୟନ। ସେଇପରି ଭାବରେ ଏଇଟା ଟିକେ ଓଲଟା ଲେଖା ହେଇଯାଇଛି, କୌଶିତକୀ ବା ସାଂଖ୍ୟାୟନ ନୁହଁ, ସାଂଖ୍ୟାୟନ ବା କୌଶିତକୀ। ବୁଝିପାରୁଛ କି? ଏଇଟା ଠିକ ଅଛି ହେଲା, ଏଇଟା ତଳଟା ଠିକ ଅଛି ଲେଖା ଅଛି। ମାନେ ତା ନାଁ ହଉଛି ପ୍ରକୃତରେ ସାଂଖ୍ୟାୟନ, ତାକୁ ଆମେ କୌଶିତକୀ ବୋଲି କହିଥାଉ। କାହିଁକି ନା ତାଙ୍କର କିଏ କର୍ତ୍ତା? କୌଶିକ କୌଶିକ ଠିକ ଅଛି। ସେମିତି ତାର ଗୃହସୂତ୍ର ଯଦି ଆମେ ଦେଖିବା, ସେଇ ଆଶ୍ୱାଳାୟନ, ସାଂଖ୍ୟାୟନ ବା କୌଶିତକୀ। ଧର୍ମସୂତ୍ର ହଉଛନ୍ତି ବଶିଷ୍ଠ ଧର୍ମସୂତ୍ର, ଶୂଳସୂତ୍ର କିଛି ନାହିଁ। କୋଉଥିର ଶୂଳସୂତ୍ର ନାହିଁ? ଋକ୍ ବେଦର ଶୂଳସୂତ୍ର ନାହିଁ। ତାପରେ ନାହିଁ। ଆସିଲା ଶୁକ୍ଳ ଯଜୁର୍ବେଦ। ଶୁକ୍ଳ ଯଜୁର୍ବେଦରେ ଯଦି ଆମେ ଦେଖିବା, ସୂତ୍ର ଆସିବ କାତ୍ୟାୟନ ବା ତାକୁ ପାରସ୍କର ବୋଲି ମଧ୍ୟ କୁହନ୍ତି। ଯଦି ଗୃହସୂତ୍ର ଦେଖିବା, ପାରସ୍କର ବା କାତ୍ୟାୟନ ତାକୁ ଗୃହସୂତ୍ର ବୋଲି କୁହନ୍ତି। ପରୀକ୍ଷାରେ ଏଇ ପାରସ୍କର ଗୃହସୂତ୍ରଟା ପଚାରିବାର ସମ୍ଭାବନା ଟିକେ ରହୁଛି, କାରଣ ଗୋଟେ ବହୁତ ବଢିଆ ଗ୍ରନ୍ଥଟେ। ପାରସ୍କର ଗୃହସୂତ୍ର ଗୋଟେ ପ୍ରସିଦ୍ଧ ଗ୍ରନ୍ଥ, ଠିକ ଅଛି, ଶୁକ୍ଳ ଯଜୁର୍ବେଦର। ତାପରେ ଧର୍ମସୂତ୍ର ଦେଖିବା, କିଛି ନାହିଁ ବୋଲି ବିଶ୍ୱାସ କରାଯାଏ, କେହି ତାକୁ ହାରିତ ବୋଲି ମଧ୍ୟ ମାନୁଛନ୍ତି। ତାପରେ ଶୂଳସୂତ୍ର ଅଛନ୍ତି କାତ୍ୟାୟନ। ତା ମାନେ ପାରସ୍କର ଆଉ କାତ୍ୟାୟନ ଏମାନଙ୍କ ନାଁ ଶୁଣିବ ମାନେ ତମେ ଫାଷ୍ଟ କାହାକୁ ଭାବି ପକେଇବ? ନା ଶୁକ୍ଳ ଯଜୁର୍ବେଦ ଶୁକ୍ଳ ଯଜୁର୍ବେଦ। କହୁଛନ୍ତି। ତାପରେ ଆସିଲା କୃଷ୍ଣ ଯଜୁର୍ବେଦ। କୃଷ୍ଣ ଯଜୁର୍ବେଦରେ ଯଦି ଆମେ ସୌତସୂତ୍ର, ଗୃହସୂତ୍ର, ଧର୍ମସୂତ୍ର, ଶୂଳସୂତ୍ର ଦେଖିବା, ତାହେଲେ କଣ ଦେଖିବା? ନା ଆପସ୍ତମ୍ଭ, ବୌଧାୟନ, ହିରଣ୍ୟକେଶୀ, ମୈତ୍ରାୟଣୀ, ମାନବ, ବାଧୁଳ, ବୈଖାନସ, ଭାରଦ୍ୱାଜ ଏଇ ହଉଛନ୍ତି ସୌତସୂତ୍ର। ତାପରେ ଗୃହସୂତ୍ର ଯଦି ଦେଖିବା, ଆପସ୍ତମ୍ଭ, ବୌଧାୟନ, ବୈଖାନସ୍ୟ, ସତ୍ୟ, ଆଷାଢ, କାଠକ ବା କଠ ବୋଲି ମଧ୍ୟ କୁହନ୍ତି। ଧର୍ମସୂତ୍ର କଣ? ନା ବଶିଷ୍ଠ ଧର୍ମସୂତ୍ର। ମନେ ରଖ, ଋକ୍ ବେଦରେ ମଧ୍ୟ ବଶିଷ୍ଠ ଧର୍ମସୂତ୍ର ଥିଲା। ଏଠି ମଧ୍ୟ ସେଇ ବଶିଷ୍ଠ ଧର୍ମସୂତ୍ର ପରୀକ୍ଷାରେ ପଚାରି ଦେଇପାରେ, ଧ୍ୟାନର ସହ ମନେ ରଖିବ। ତାପରେ ଶୂଳସୂତ୍ର, ଆପସ୍ତମ୍ଭ, ବୌଧାୟନ, ମୈତ୍ରାୟଣ, ମାନବ, ବାଥୁଳ ଇଏ ଶୂଳସୂତ୍ର। କୋଉ ବେଦର? ନା କୃଷ୍ଣ ଯଜୁର୍ବେଦର। କୃଷ୍ଣ ଯଜୁର୍ବେଦର। ତାପରେ ସାମବେଦ ଦେଖିବା, ଆଦି ସାମବେଦର ସୂତ୍ର, ଗୃହସୂତ୍ର, ଧର୍ମସୂତ୍ର, ଶୂଳସୂତ୍ର ଦେଖିବା, ଆଦି ଲାଟ୍ୟାୟନ, ଦ୍ରାହାୟଣ, ଖାଦିର, ଜୈମିନୀୟ। ମନେ ରଖ, ଏଇ ଜୈମିନୀୟ ନାଁକୁ ଯୋଉଠି ଦେଖିବ ତମେ କାହାକୁ ଭାବିବ? ସାଙ୍ଗେ ସାଙ୍ଗେ ମନକୁ ପଳେଇ ଆସିବ ସାମବେଦ। ସାମବେଦ। ଏବଂ ଜୈମିନୀୟକୁ ଆମେ ଆହୁରି କଣ କହିପାରିବା? ନା ତବ ତବଲକାର ବୋଲି ମଧ୍ୟ କହିପାରିବା, ଠିକ ଅଛି। ତାପରେ ଗୃହସୂତ୍ର ଦେଖିବା, ଖାଦିର, ଗୋଭିଳ, ଗୌତମ, ଜୈମିନୀୟ। ଜୈମିନୀୟ ମାନେ ତମେ କହିପାରିବା ତବଲକାର। ତାପରେ ଧର୍ମସୂତ୍ର ହଉଛି ଗୌତମ, ଆଉ ଶୂଳସୂତ୍ର ନାସ୍ତି। ଶୂଳସୂତ୍ର ନାସ୍ତି, ଯୋଉ ସାମବେଦର ଶୂଳସୂତ୍ର ନାସ୍ତି। ତାପରେ ଅଥର୍ବବେଦ ଦେଖିବା, ଅଥର୍ବବେଦର ସୂତ୍ର କଣ? ନା ବୈତାୟନ। ଗୃହସୂତ୍ର କଣ? ନା କୌଶିକ। ଧର୍ମସୂତ୍ର, ଶୂଳସୂତ୍ର ଉଭୟ ନାସ୍ତି। ନାସ୍ତି। ତେଣୁ ଏତିକି ତମକୁ ମନେ ରଖିବାକୁ ପଡିବ, ଠିକ ଅଛି। ଠିକ ଅଛି, ଗତକାଲି ଆମେ ଏଇ ଯାଏଁ ଆଲୋଚନା କରିଥିଲେ ମେ ବି। ତାପରେ 29 ଜୁନ କହୁଛି 29 ଜୁଲାଇ। ତୁଳସୀ ଦାସକୁ ଜଏନ କରିଦିଅ ଟିକେ, ଏତେ ଲେଟରେ ଜଏନ ହଉଛୁ ଝିଅ। ଠିକ ଅଛି। ବ୍ୟାକରଣମ୍ ମୁଖ ବେଦ ପୁରୁଷସ୍ୟ, ବେଦ ପୁରୁଷସ୍ୟ ମୁଖମ୍ ବ୍ୟାକରଣମ୍ ବ୍ୟାକ୍ରିୟନ୍ତେ ବିତ୍ପାଦ୍ୟନ୍ତେ ଶବ୍ଦାଃ ଅନେନ ଇତି ବ୍ୟାକରଣମ୍। ହେଲା, ବ୍ୟାକରଣ ଇଏ ବ୍ୟୁତ୍ପତ୍ତି ଆସିଲା, ଦରକାର ନାହିଁ ଏତେ। ଯେତେବେଳେ ବ୍ୟାକରଣ ଆମେ ପଢିବା ସେଇ ସମୟରେ ଆକୁ ଜାଣିବା ବିଶେଷ ଭାବରେ। ତାପରେ ପତଞ୍ଜଳି କହୁଛନ୍ତି ଯେ ବ୍ୟାକରଣ ଶାସ୍ତ୍ର ସେ ଅପର ନାମ ଶବ୍ଦାନୁଶାସନମ୍। ମନେ ରଖିଥିବା, ମହାଭାଷ୍ୟରେ କହୁଛନ୍ତି, କିଏ? ପତଞ୍ଜଳି ତାଙ୍କର ମହାଭାଷ୍ୟରେ କହିଛନ୍ତି ଯେ ବ୍ୟାକରଣ ଶାସ୍ତ୍ରକୁ କୁହାଯାଏ କଣ? ନା ଶବ୍ଦାନୁଶାସନମ୍। ମନେ ରଖିଥିବା, ଗୁରୁତ୍ୱପୂର୍ଣ୍ଣ ଅଙ୍କଟେ, ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନଟିଏ ହେଇପାରେ। ଷଡ ଅଙ୍ଗେଷୁ ଷଡ ବେଦାଙ୍ଗେଷୁ ପ୍ରଧାନ ଅଙ୍ଗମ ବ୍ୟାକରଣମ୍। ବ୍ୟାକରଣମ୍ ହଉଛି ପ୍ରଧାନ ଅଙ୍ଗ। 6ଟି ବେଦାଙ୍ଗ ଆମ ପାଖରେ ଅଛି। 6ଟାଙ୍କ ବେଦାଙ୍ଗ ଭିତରୁ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ କୋଉଟା? ନା ଏହି ବ୍ୟାକରଣ ହଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ବ୍ୟାକରଣ ଦ୍ୱିଧା ବିଭଜ୍ୟତେ, ବ୍ୟାକରଣକୁ ଦି ଭାଗରେ ବିଭକ୍ତ କରାଯାଇପାରେ। କଣ? ନା ଲୌକିକ ଆଉ ଗୋଟେ ବୈଦିକ। ଲୌକିକରେ ଯୋଉଟା ପ୍ରୟୋଗ କରାହଉଛି ଲୌକିକ, ଯୋଉଟା ବେଦରେ ପ୍ରୟୋଗ କରାଯାଉଛି ତାକୁ ବୈଦିକ ବୋଲି ଆମେ କହିପାରିବା।
ତାପରେ ବ୍ୟାକରଣର ଯଦି ପ୍ରୟୋଜନ ଦେଖିବା ବ୍ୟାକରଣସ୍ୟ ପଞ୍ଚ ପ୍ରୟୋଜନାନି ସନ୍ଧି କଣ ନା ରକ୍ଷା ଉହ ଆଗମ ଲଘୁ ଅସନ୍ଦେହ। ତମେ ଖାଲି ପାଞ୍ଚଟାଙ୍କ ନାଁକୁ ମନେ ରଖିଥାଅ ଏ ପାଞ୍ଚଟାଙ୍କର ଗୁରୁତ୍ୱପୂର୍ଣ୍ଣ ସ୍ଥାନ ରହିଛି ପ୍ରଶ୍ନ ଆସିପାରେ। ବ୍ୟାକରଣସ୍ୟ ପ୍ରୟୋଜନାନି ପଞ୍ଚ ପ୍ରୟୋଜନାନି ସନ୍ଧି ରକ୍ଷା ଉହ ଆଗମ ଲଘୁ ଅସନ୍ଦେହ। ଆକୁ ଟିକେ କ୍ରମାନ୍ୱୟରେ ମନେ ରଖିଦବ ବେଟର ହବ। କ୍ରମାନ୍ୱୟରେ ରକ୍ଷା ଉହ ଆଗମ ଲଘୁ ଅସନ୍ଦେହ ଏମିତି ଆଗ ପଛ କରିକି ମନେ ରଖିବ ନାଇଁ ଆଗମ ଅସନ୍ଦେହ ରକ୍ଷା ଲଘୁ ଏମିତି ମନେ ରଖିବ ନାହିଁ। କେମିତି ମନେ ରଖିବ ରକ୍ଷା ଉହ ଆଗମ ଲଘୁ ଅସନ୍ଦେହ। ଲଘୁ ଅସନ୍ଦେହ ମନେ ରଖିଥା। ବ୍ୟାକରଣସ୍ୟ ଗୌଣ ପ୍ରୟୋଜନାନି ମପି ସନ୍ତି। ବ୍ୟାକରଣସ୍ୟ ଗୌଣ ପ୍ରୟୋଜନାନି କତି ନା ତ୍ରୟୋଦଶ 13ଟି ଗୌଣ ପ୍ରୟୋଜନାନି ସନ୍ତି। ବାସ୍ ଖାଲି ସଂଖ୍ୟା ଟିକେ ମନେ ରଖିଥା ଗୌଣ ପ୍ରୟୋଜନ ହଉଛି 13ଟା ଯେ ମଧ୍ୟ ବର୍ଣ୍ଣନା କରାହେଇଛି ଛାଡ। ତାପରେ ଅଷ୍ଟାଧ୍ୟାୟୀ ଅଷ୍ଟାଧ୍ୟାୟୀର କର୍ତ୍ତା କିଏ ହେଲେ ନା ପାଣିନି। ପାଣିନି ହଉଛନ୍ତି ଅଷ୍ଟାଧ୍ୟାୟୀର କର୍ତ୍ତା। ଅଷ୍ଟାଧ୍ୟାୟୀରେ 8ଟା ଅଧ୍ୟାୟ ଅଛି ଏବଂ ପ୍ରତ୍ୟେକ ଅଧ୍ୟାୟରେ 4ଟି ଲେଖାଏଁ ପାଦ ଅଛି। ଟୋଟାଲ ଉପରେ ପାଦ ସଂଖ୍ୟା ହଉଛି 32ଟି। ଯଦି ସୂତ୍ର ସଂଖ୍ୟା ଦେଖିବାକୁ ଯିବା ତାହେଲେ 3996 ବା ତାକୁ ରାଉଣ୍ଡ ଫିଗର କେତେ କୁହନ୍ତି 4000 ବୋଲି କହିଥାନ୍ତି। ତାର ପ୍ରଥମ ସୂତ୍ର କଣ ବୃଦ୍ଧିରାଦି। ଅନ୍ତିମ ସୂତ୍ର ହଉଛି ଅ ଅ। ଅନ୍ତିମ ସୂତ୍ର ହଉଛି ଅ ଅ ହଉଛି ତାର ଅନ୍ତିମ ସୂତ୍ର। ଠିକ ଅଛି ଅ ଅ ହଉଛି ତାର ଅନ୍ତିମ ସୂତ୍ର। ଅଷ୍ଟାଧ୍ୟାୟୀ ସୂତ୍ରଗନ୍ଥସ୍ୟ ବାର୍ତ୍ତିକକାର। ତାକୁ ବାର୍ତ୍ତିକ କଲେ କିଏ ଆସିକି ନା କାତ୍ୟାୟନ ବା ବରରୁଚି ଆସି ତାକୁ ବାର୍ତ୍ତିକ କଲେ। ତାକୁ ଭାଷ୍ୟ କଲେ କିଏ ନା ପତଞ୍ଜଳି ଭାଷ୍ୟ କଲେ। ତାକୁ ଗଣିକା ପୁତ୍ର ବୋଲି କୁହନ୍ତି ଅହିପତି ବୋଲି କୁହନ୍ତି ବହୁତ ନାଁ ତାଙ୍କର ଅଛି। ତାପରେ ସୂତ୍ରକାର କିଏ ନା ପାଣିନି। ମୁଁ ପୂର୍ବରୁ ବି କହିସାରିଛି ପାଣିନି ହଉଛନ୍ତି ସୂତ୍ରକାର। ପ୍ରଥମେ ସୂତ୍ରକାର ତାପରେ ବାର୍ତ୍ତିକକାର ତାପରେ ଭାଷ୍ୟକାର ମନେ ରଖିଥାଅ। ପ୍ରଥମେ ଏକ ନମ୍ବରରେ ରହିବେ କିଏ ସୂତ୍ରକାର। ଇଏ ତ ଫାଷ୍ଟ ସୂତ୍ର ଲେଖିବେ ତ ଯାଇକି ସେ ବାର୍ତ୍ତିକ କରିବି। ଏକ ନମ୍ବରରେ ସୂତ୍ରକାର 2 ନମ୍ବରରେ ବାର୍ତ୍ତିକକାର 3 ନମ୍ବରରେ ଆସିବେ କିଏ 3ଟା ଲେଖି ହେଲାନି 3 ନମ୍ବର ହେଲେ କିଏ ନା ଭାଷ୍ୟକାର। ହଁ ଭାଷ୍ୟକୁ ଯେତେବେଳେ ସୂତ୍ର ହେଇଗଲା ସୂତ୍ରକୁ ବାର୍ତ୍ତିକ କରିଦିଆଗଲା ତାକୁ ବୁଝିବା କଷ୍ଟକର ହେଇଗଲା ବୋଲି ଭାଷ୍ୟକାର ଆସି କହିଲେ ଯେ ଆମେ ଭାଷ୍ୟ କରିଦେଲେ ଆଉ ଟିକେ ସହଜରେ ବୁଝି ହବ। ହେଲେ ଭାଷ୍ୟ ଏମିତି କଷ୍ଟ ହେଇଗଲା ଯେ ତାକୁ ମଧ୍ୟ ବୁଝିବା କଷ୍ଟକର ହେଇଗଲା। ସିଏ ମଧ୍ୟ ଏତେ କୋମଳମତି ଛାତ୍ର ମାନଙ୍କୁ ମଧ୍ୟ ଭଲ ଭାବରେ ଅଧିଗମ କରିବାରେ କ୍ଲିଷ୍ଟତା ଅନୁଭବ କଲେ ବା ଅଧିଗମ କରିପାରିଲେ ନାହିଁ। ତେଣୁ ତାକୁ ବ୍ୟାଖ୍ୟା କରିବା ପାଇଁ ଆସିଗଲେ କିଏ ଭଟ୍ଟଜୀ ଦୀକ୍ଷିତ। ଭଟ୍ଟଜୀ ଦୀକ୍ଷିତ। ଇଏ ପଚାରେ ଆସିଲେ ବାକୁଆର କାହିଁ କୋଉଠି ଲେଖିତ ସିଦ୍ଧାନ୍ତ କୌମୁଦି କୋଉଠି ଲେଖା ହେଇଛି କାହିଁ ସିଦ୍ଧାନ୍ତ କୌମୁଦି ଲେଖିନି ତ ଠିକ ଅଛି। ସାର୍ ଆଉ ଗୋଟେ ବି ଅଛି ସିଦ୍ଧାନ୍ତ ସାର୍ କୌମୁଦି ଆଉ ଡାକିନି ଗୋଟେ କି ବି ତମକୁ? ଅଛି ତ୍ରିମୁନି ବ୍ୟାକରଣ ବୋଲି ଅପର ନାଁ କୁହାଯାଏ ପାଣିନିର। ହଁ ଏଇ ପାଣିନି ବ୍ୟାକରଣକୁ ତ୍ରିମୁନି 3ଟି ମୁନିଙ୍କର ସମାହାର ଯେହେତୁ ହେଇଛି ତାକୁ ତ୍ରିମୁନି ବ୍ୟାକରଣ ବୋଲି ମଧ୍ୟ କୁହାଯାଏ। ତାପରେ ଆସିଗଲେ ଭଟ୍ଟଜୀ ଦୀକ୍ଷିତ ଆସିଗଲେ। ସେ ଆସି ରଚନା କଣ କଲେ ସିଦ୍ଧାନ୍ତ କୌମୁଦି। ସିଦ୍ଧାନ୍ତ କୌମୁଦି। ସିଦ୍ଧାନ୍ତ କୌମୁଦି ସେ ଆସି ରଚନା କଲେ। ତାକୁ ଆହୁରି ସରଳ ଭାବରେ ବୁଝିବା ପାଇଁ ଲଘୁ ସିଦ୍ଧାନ୍ତ କୌମୁଦି ମଧ୍ୟ ସିଦ୍ଧାନ୍ତ କୌମୁଦି ଇତ୍ୟାଦି ଗ୍ରନ୍ଥ ସୃଷ୍ଟି ହେଇଗଲା। ତାର କର୍ତ୍ତା ବରଦରାଜ ଆଚାର୍ଯ୍ୟ। ଠିକ ଅଛି ବରଦରାଜ ଆଚାର୍ଯ୍ୟ। ଦେଖ ମୁଁ ଡାକିଥିଲି ତମକୁ ଆନିକ 84 85 ଟା ହଉଛି ସିଦ୍ଧାନ୍ତ କୌମୁଦିର ନୁହଁ କି ଲଘୁ ସିଦ୍ଧାନ୍ତ କୌମୁଦିର। ଏଇଟା ସିଦ୍ଧାନ୍ତ କୌମୁଦିରେ 84ଟି ଆନିକ ରହିଛି। ତାପରେ ମହାଭାଷ୍ୟକାର ଆଧାରିତ କୃତ୍ୟ ନାହିଁ। ମହାଭାଷ୍ୟକୁ ଆଧାର କରିକି ଏଟା ମହାଭାଷ୍ୟକାର ନୁହଁ ମହାଭାଷ୍ୟକୁ ଆଧାର କରି ମହାଭାଷ୍ୟ ଆଧାରିତ କୃତ୍ୟ ଭର୍ତ୍ତୃହରି ହର୍ଷଇକାର ହବ ହରିରେ। ଭର୍ତ୍ତୃହରି କଣ ରଚନା କଲେ ନା ବାକ୍ୟପଦୀୟ ରଚନା କଲେ ଭର୍ତ୍ତୃହରି। ଯୋଉଥିରେ କି କେଇଟା ଖଣ୍ଡ ଅଛି ନା ଖଣ୍ଡ କହୁଛି କାଣ୍ଡ କେଇଟା କାଣ୍ଡ ଅଛି ନା 3ଟି କାଣ୍ଡ ରହିଛି। କଣ କଣ ବ୍ରହ୍ମକାଣ୍ଡ ବାକ୍ୟକାଣ୍ଡ କୋଉ କାଣ୍ଡ ପଦକାଣ୍ଡ। ପଦକାଣ୍ଡ। ଆର ଅପର ନାମ କଣ ବ୍ରହ୍ମକାଣ୍ଡର ଆଗମ କାଣ୍ଡ। ବାକ୍ୟକାଣ୍ଡ ତାପରେ ପଦକାଣ୍ଡ। ପଦକାଣ୍ଡକୁ ଆଉ କଣ କୁହାଯାଏ ପ୍ରକରଣ କାଣ୍ଡ ବୋଲି ମଧ୍ୟ କୁହାଯାଏ। ହଁ ଠିକ ଅଛି। ତାପରେ
कार्तिका टीका ये कालिका टीका लिखि देइछन्ति नाइ झियोटा कार्तिका टीका बोली करदब कार्तिका टीका करता कि जयादित्य बा बामन बोली विश्वास करा जाए तापर नागेश भट्ट आसिले बहुत 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 ग्रंथ से लिखिछन्ति स्फोटवाद तांकर लघु मंजुषा तांकर किंतु तांकर सबुठारु गुरुत्वपूर्ण होउची कोन कोन लघु शब्देन्दु शेखर परिभाषेन्दु शेखर बृहत शब्देन्दु शेखर हैला एटा सब शब्द शब्द हबो ये संदेश लिखि दैछन्ति एटा सब शब्द शब्द हबो नुह कि तापर कोंड भट्ट लिखि दे कोन ना व्याकरण भूषण सार ये होची गुरुत्वपूर्ण कथा एटा सब संदेश लिखा है सब शब्देश हो ठीक अछि सर एथिरे भी छाड़ी देइछन्ति बृहत मंजुषा हरिका भी आपण डाकिथिले लघु मंजुषा बृहत मंजुषा एडा सब आपण डाकिथिले हे लघु लिखि बृहत मंत्र लेके सब एति लेखले यथेष्ट हे जीवो खास करी नागेश भट्टଙ୍କର एई तीनोटी ग्रंथ होउची मुख्य रूप रे एई तीनोटी ना मुख्य रूप रे तांकर एई तीनोटी ग्रंथ ठीक ठीक तापर निरुक्त देखो निरुक्त कौन कहते शब्द व्युत्पत्ति शास्त्र में गोटे शब्द व्युत्पत्ति शास्त्र नाम निरुक्त निरुक्त शब्द व्युत्पत्ति करा जाए पिला कंफ्यूजन हे शब्द व्युत्पत्ति शास्त्र कहले माने व्याकरण भाबी देबे किंतु ना शब्द व्युत्पत्ति शास्त्र होजी कोन ना निरुक्त निरुक्तकार कह ना यास्काचार्य यास्काचार्य होजंती निरुक्तकार से रचना करजंती निरुक्त को ठीक अछि तार टीकाकार कि दुर्गाचार्य बहुत ही बड़ महान टीकाकार दुर्गाचार्य तांकर टीकार ना कोन रुद्रार्थ वृत्ति टीका तांकर टीकार ना होची रुद्रार्थ वृत्ति टीका निरुक्त अध्याय संख्या केतोटी ना 12 टी अध्याय अछि बोली स्वीकार करा जाय किंतु परिशिष्ट रूप रे आ दुईटी अध्याय मिसी की टोटल ऊपर समुदाय अध्याय संख्या केते ना 14 टी अध्याय ना निरुक्त रे 14 टी अध्याय এই 14টি অধ্যায়କୁ তিনোটি কাণ্ডରେ ବିଭକ୍ତ କରାଯାଇଛି ପ୍ରଥମତଃ ତୃତୀୟ ପର୍ଯ୍ୟନ୍ତ ନୈଘଣ୍ଟୁକ କାଣ୍ଡ 12ଟି ଅଧ୍ୟାୟକୁ 3ଟି କାଣ୍ଡରେ ବିଭକ୍ତ କରାଯାଇଛି ସେଇ 12ଟା ଆକୁ ହିସାବ କରାଯାଏନି କଣ ସେ ଲାଷ୍ଟ ଦିଟାକୁ ପକେଇନକୁ ହିସାବ କରାଯାଏ ସେ 12 ବା 14 मतभेद रोची के मानुचंती जे परिशिष्ट अध्याय के मानुचंती के मानुना से 12 हो बा 14 हो ठीक है प्रथम तीनोटी कांड को नैघंटुक कांड बोली कहा जाए चतुर्थ रु षष्ठ कांड को नैगम कांड बोली कहा जाए सप्तम थारु द्वादश पर्यंत दैवत कांड बोली कहा जाए परीक्षा पाई ये होची भेरी 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 इंपोर्टेंट मन रखिबो ए तीनोटी भितर गोटे अछि करे तापरे नैगम कांड को नाम कोन कोन कहली ऐक्यपदिक कांड ऐक्यपदिक कांड बोली कहा जाए एटी शब्दर निर्वचन तीन प्रकार कराଯାଇଥାଏ प्रत्यक्ष परोक्ष गोटे अतिपरोक्ष बोली कहा जाए तापरे चत्वारि पदजातानि सन्ति चारोटी पदजात अछि कोन नाम आख्यात उपसर्ग आ गोटे कोन निपात हला निपात तनु चारटांग पदजात को मनेको पडिबो तापरे द्वितीय नाम कोन निरुक्त कथा कहला प्रकृति रे निरुक्त पूर्ववर्ती अवस्था को हम देखिबा ताको निघंटु बोली कहा जाउला निघंटु बोली कहा जाउला जार कर्ता होजंती प्रजापति कश्यप जार कर्ता होजंती प्रजापति कश्यप हमको महाभारत रो यार कर्ता प्रजापति कश्यप बोली हमको सूचना मिली थाए सेतिरे अध्याय केटा थिला ना 5टी अध्याय थिला एवं 3टी कांड थिला प्रथम अध्याय रु तृतीय अध्याय पर्यंत नैघंटुक कांड कहा होतला चतुर्थ केवल चतुर्थ अध्याय कहा होतला नैगम कांड एवं पंचम अध्याय कहा होतला दैवत कांड तापरे निरुक्त जो रहला निरुक्त रे 5टी मुख्य रूप से 5टी प्रतिपाद्य विषय रखा है कौन वर्णागम वर्ण विपर्जय वर्ण विकार वर्णनाश आ गोटे धातु अर्थाः है ना धातु अर्थ न धातु अर्थाः माने गोटे धातुर भिन्न भिन्न अर्थ मध्य करा जाई पारिबो
अर्थ प्रकाश करिपरिबो धातु अर्थाः ठीक अछि ये होची हमर कोन गला को वेदांग गला निरुक्त निरुक्त परे ज्योतिष शास्त्र आसिला वेद पुरुषस्य नेत्रम बा नयनम किए ज्योतिष वेद पुरुष नेत्रम बा चक्षु किए ना ज्योतिष शास्त्रम ज्योतिष शास्त्र होची वेद पुरुष नेत्रम नयन बा नेत्रम बोले हमें कहि परिबा ज्योतिष शास्त्र से अपर नाम काल ज्ञापक शास्त्र व काल ज्ञान शास्त्रम अपि उच्यते कर्ता किए ना लघनाचार्य मन रखा लघनाचार्य होचंती ज्योतिषर कर्ता चारोटी वेदर चारटा ज्योतिष ग्रंथ माने चारोटी ज्योतिष रहिचंती मुख्य रूप रे दुईटी की स्वीकार करूचंती बेसी मुख्य रूप रे कोन ना ऋग्वेद एवं यजुर्वेदर अच्छा आर्च ज्योतिष होची ऋग्वेदर यादृश ज्योतिष होचंती कोन ना यजुर्वेद ऋग्वेदर होची आर्च ज्योतिष यजुर्वेदर होचंती यादृश ज्योतिष यदि परीक्षा रे पचारिबा आर्च ज्योतिषर कर्ता किए ना सेही लघनाचार्य यादृश ज्योतिषर कर्ता किए ना सेही लगधाचार्य तापर आसियो सामवेदर साम ज्योतिष के मानुचंती के माननांती अथर्ववेदर मध्ये मानुचंती अथर्वण ज्योतिष बोली मानुचंती आउ प्रायतः सी एते प्रसिद्ध नुहंती किंतु ऋग्वेद यजुर्वेद ए दुईटी प्रसिद्ध को टिके मन रखिया को पड़ियो दुई जन को आर्च ज्योतिष आ गोटे यादृश ज्योतिष ज्योतिष शास्त्र तीनोटी स्कंद रही कौन सिद्धांत संहिता ये आग पछक लेक्चर फास्ट सिद्धांत तापर संहिता तापर होरा मु डाकथली आज्ञा सर हाँ ठीक अछि नहीं ठीक अछि सिद्धांत संहिता होरा ठीक अछि तापरे मैक्स मुलर मत दैछन ता समय ख्रीष्टपूर्व 300 बोली से मत देथिला बेले शंकर बालकृष्ण कौन कहले ना ख्रीष्टपूर्व 14th शताब्दी यही ज्योतिष शास्त्र समय बोली कहिचंती अच्छा एक युग कौन 5टी सौर वर्ष सौर वर्ष ना कौन कौन की कहिदब संवत्सर परिवत्सर इदवत्सर हाँ तापर आसिले किए को ग्रंथ रचना करिसंती सामंत चंद्रशेखर कौन रचना कले सिद्धांत दर्पण सिद्धांत दर्पण रचना कले सामंत चंद्रशेखर तापर आर्यभट्ट रचना कले आर्यभट्टियम तारे बराह मिहिर रचना कले बृहत जातक लघु जातक पंच सिद्धांतिका तापर ब्रह्मगुप्त रचना कले कौन ब्रह्मस्फुट सिद्धांत ध्यान ग्रह खंड खाद्य मन रख खंड खाद्य तापर भास्कराचार्य रचना कले कौन सिद्धांत शिरोमणि एवं कर्ण कुतूहल नहीं कुतूहल कर दीर्घकार तर दीर्घकार हल कुतूहल ठीक अछि श्रीपति रचना कले कौन सिद्धांत शेखर एवं रत्न माला हैला तापर एठी गुटी हमर गत काली आलोचना बेले थिला कौन सूर्य सिद्धांत हाँ सूर्य सिद्धांतर कर्ता ताको आर्ष काव्य बोली मध्य कहा जाए एटा ऋषिंकर रचना बोली कहा जाए आर्ष काव्य बोली कहा जाए एवं यार कर्ता मुझे आउ थे देखी आपको आर्ष काव्य बोली कहा जाए मुझे कर्ता ठीक से देखनी एबे जस्ट लिंक पठेला पर मोर मन पड़ला तो आपको आर्ष काव्य कला कहा जाए बोली मु देखी आउ थे देखिकी तो मु कहीदेवी ठीक अछि छंद देखिया वेदांग छंद टिके देखिबा वेद पुरुषर छंद पादौ तु वेदस्य प्रथम रे कुआ ना नहीं पाणिनीय शिक्षा ग्रंथ कुआ ना नहीं प्रथम रे कौन कुआ छंद पादौ तु वेदस्य हस्तो कल्पत पठ्यते कुआ तेणु वेद पुरुषर पाद कोटा ना छंद तेणु छंद शास्त्र प्रणेता होचंती आचार्य पिंगलाचार्य होचंती छंद शास्त्र कौन कर्ता सी आपको रचना करिसेंती किए थे
ଆଚାର୍ଯ୍ୟ ଆଚାର୍ଯ୍ୟ ପିଙ୍ଗଳ। ଆଚାର୍ଯ୍ୟ ପିଙ୍ଗଳ ଛନ୍ଦଶାସ୍ତ୍ରକୁ ରଚନା କରିଛନ୍ତି। ତେଣୁ ଯେହେତୁ ସିଏ ଛନ୍ଦଶାସ୍ତ୍ରର କର୍ତ୍ତା, ତେଣୁ ଏଇ ଶାସ୍ତ୍ରକୁ ଆଉ କୋଉ ଶାସ୍ତ୍ର କହିପାରିବେ ନା ପିଙ୍ଗଳ ଶାସ୍ତ୍ର ବୋଲି ମଧ୍ୟ କୁହାଯାଏ। ପିଙ୍ଗଳ ଶାସ୍ତ୍ର ବୋଲି ମଧ୍ୟ କୁହାଯାଇଥାଏ। କେଇଟା ଅଧ୍ୟାୟ ଅଛି? 8 ଗୋଟି 8ଟି ଅଧ୍ୟାୟ। ହଁ। ଏଥିରେ 8ଟି ଅଧ୍ୟାୟ ଅଛି ଏବଂ ସୂତ୍ର ସଂଖ୍ୟା 308 ବୋଲି ବିଶ୍ୱାସ କରାଯାଏ। ଠିକ ଅଛି। ତାପରେ ଏଇ ଛନ୍ଦ ଯୋଉ ରହିଲା, ଏଇ ଛନ୍ଦକୁ ଦୁଇ ଭାଗରେ ବିଭକ୍ତ କରାହେଇଛି, ବୈଦିକ ଛନ୍ଦ ଆଉ ଲୌକିକ ଛନ୍ଦ। ଯୋଉଗୁଡାକ ବେଦରେ ପ୍ରୟୋଗ କରାଯାଉଛି ତାକୁ ବୈଦିକ ଛନ୍ଦ, ଯୋଉ ଛନ୍ଦ ଲୌକିକ କାବ୍ୟ ମାନଙ୍କରେ ପ୍ରୟୋଗ କରାଯାଉଛି ତାଙ୍କୁ ଲୌକିକ ଛନ୍ଦ ବୋଲି କୁହାଯାଏ। ଠିକ ଅଛି। ବୈଦିକ ଛନ୍ଦ 21ଟି ଗୁରୁତ୍ୱପୂର୍ଣ୍ଣ ଥିଲା ବେଳେ ସାତଟି ହଉଛି ବେଶୀ ଗୁରୁତ୍ୱପୂର୍ଣ୍ଣ ହଉଛି 7ଟି। କଣ କଣ ସେ 7ଟି ନା ଗାୟତ୍ରୀ, ଉଷ୍ଣିକ, ଅନୁଷ୍ଠୁପ, ବୃହତି, ପଙ୍କ୍ତି, ତ୍ରିଷ୍ଠୁପ, ଜଗତି। ଏ 7ଟି ଛନ୍ଦ ଭିତରୁ ପରୀକ୍ଷା ତମେ ଗୋଟିଏ ଛନ୍ଦ ପାଇବାର ସମ୍ଭାବନା ବହୁତ ହିଁ ଅଧିକ। ଠିକ ଅଛି। ତ ସେ 7ଟା ଛନ୍ଦକୁ ଦେଖିବା ପୂର୍ବରୁ ଆମେ ଦେଖିଦବା। ତମେ ଜାଣିଛ ଗାୟତ୍ରୀ ଛନ୍ଦରେ ଲେଖିନି, ହଉ, ତମେ ଜାଣିଛ ଗାୟତ୍ରୀ ଛନ୍ଦରେ କେତେଟା ଅକ୍ଷର ଅଛି? ପୂର୍ବରୁ ତମେ ଜାଣିଛ ନା 24ଟି। 24ଟି ଅକ୍ଷର। ଗାୟତ୍ରୀ ଛନ୍ଦରେ 24ଟି ଅକ୍ଷର ଅଛି। ଉଷ୍ଣିକରେ ଆଉ 4ଟି ଅଧିକ ମାନେ 28ଟି। ଅନୁଷ୍ଠୁପରେ ଆଉ 4ଟି ଅଧିକ ମାନେ 32ଟି। ବୃହତିରେ ଆଉ 4ଟି ଅଧିକ ମାନେ 36ଟି। ପଙ୍କ୍ତିରେ ଆଉ 40 ଅଧିକ ଆଉ 4ଟି ଅଧିକ ମାନେ 40। ଆଉ ତ୍ରିଷ୍ଠୁପରେ ଆଉ 4ଟା ଅଧିକ 44। ଜଗତିରେ 48। 48ଟି ବର୍ଣ୍ଣ ବା ଅକ୍ଷର ସଂଖ୍ୟା ଏଥିରେ ରହିଛି। ଯଦି ଆମେ ପାଦ ସଂଖ୍ୟା ଦେଖିବାକୁ ଯିବା, ପାଦ ସଂଖ୍ୟା ତାହେଲେ ସେଥିରେ କେତୋଟି ପାଦ ଅଛି ନା ସାର୍ 3, ଆପଣଙ୍କ ଭଏସ କଟି 1, କଟିକି 2, ଆସୁଛି। 4। ଏବେ ଶୁଣାଯାଉଛି? ସାର୍ କ୍ଲିୟର ଅପଡାଉନ ହଉଛି। ଏବେ କ୍ଲିୟର ଶୁଣା ହଉଛି ଭଏସ? ଆଜ୍ଞା ଆଜ୍ଞା ସାର୍। ସାର୍ ଶୁଣାଉଛି। ଠିକ ଅଛି। ତ ଗାୟତ୍ରୀରେ ହଉଛି 3ଟି ପାଦ, ଉଷ୍ଣିକରେ 3ଟି, ଅନୁଷ୍ଠୁପରେ 4ଟି, ବୃହତିରେ 4ଟି, ପଙ୍କ୍ତିରେ 5ଟି, 5ଟି। ତ୍ରିଷ୍ଠୁପରେ 4ଟି, ଜଗତିରେ 4ଟି। 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 ହଁ। ଯଦି ଆମେ ଦେଖିବା ତାହେଲେ ଗାୟତ୍ରୀରେ ଯେହେତୁ 3ଟି ପାଦ ଅଛି ଏବଂ ଅକ୍ଷର ସଂଖ୍ୟା କେତେ? 24। ତେଣୁ ପ୍ରତ୍ୟେକ ପାଦରେ କେତେଟା ଲେଖାଏଁ ଅକ୍ଷର ରହିଲା? 8ଟି। 8ଟି। ସେଇପରି ଭାବରେ ଉଷ୍ଣିକରେ 28ଟି ଅକ୍ଷର, ତେଣୁ 3ଟି ପାଦ। ପ୍ରଥମ ଦୁଇଟିରେ 8ଟି, ତୃତୀୟ ପାଦରେ କେତେଟା? 12ଟି। 12ଟି। ସେମିତି 12ଟି। ଅନୁଷ୍ଠୁପ ଛନ୍ଦ ଦେଖିବା, ଅନୁଷ୍ଠୁପରେ ହଉଛି 32ଟି ଅକ୍ଷର, 4ଟା ପାଦ, ତାହେଲେ ପ୍ରତ୍ୟେକ ପାଦରେ କେଇଟା ଅକ୍ଷର? 8ଟି। 8ଟି। ସେଇପରି ଭାବରେ ବୃହତିରେ 40ଟି ଅକ୍ଷର, ଆଉ ପାଦ ହଉଛି 4ଟା। ପ୍ରଥମ 3ଟାରେ ପାଦ ସଂଖ୍ୟା କେତେ? 8ଟି। 8। ଅନ୍ତିମରେ 12ଟି। ଅନ୍ତିମରେ 12ଟି। ଚତୁର୍ଥ ପାଦରେ 12ଟି। 12ଟି। ତାପରେ ପଙ୍କ୍ତିରେ 5ଟି ପାଦ, 40ଟି ଅକ୍ଷର, କିନ୍ତୁ ପ୍ରତ୍ୟେକ ପାଦରେ 8। 8ଟି ଲେଖାଏଁ ରହିବ। ତାପରେ ତ୍ରିଷ୍ଠୁପରେ ହଉଛି 4ଟି ପାଦ, 44ଟା ଅକ୍ଷର, ପ୍ରତ୍ୟେକ ପାଦରେ 11। କେଇଟା? 11। ସେଇପରି ଭାବରେ 48ଟା, ଜଗତିରେ 4ଟା ପାଦ, 12। ପ୍ରତ୍ୟେକ ପାଦରେ 12। 12ଟା ଲେଖାଏଁ ବର୍ଣ୍ଣ ରହୁଛନ୍ତି। ବୁଝିପାରିଲ ନା ବୁଝିପାରିଲନି? ଆଜ୍ଞା ସାର୍। ଆଜ୍ଞା ସେଇପରି ସାର୍। ଭାବରେ ଯଦି ଆମେ ଦେଖିବା, ଯଦି ଆମେ ଦେଖିବା ଅକ୍ଷର ସଂଖ୍ୟା ଗାୟତ୍ରୀ ଛନ୍ଦରେ ଯଦି ଆମେ ଅକ୍ଷର ଦେଖିବା, ତାହେଲେ 24ଟି ଅକ୍ଷର ଅଛି। ଯଦି ଗୋଟିଏ ଅକ୍ଷର କମ ରହୁଛି ତାହେଲେ ତାକୁ କଣ କହିବା? ନିଚୃତ ଗାୟତ୍ରୀ। ଗୋଟିଏ ନିଚୃତ। ଅକ୍ଷର ଯଦି କମ ରହିଲା ତାକୁ ଆମେ ନିଚୃତ ଗାୟତ୍ରୀ ବୋଲି କହିବା। ଯଦି 2ଟି ଅକ୍ଷର କମ ରହିଲା ତାକୁ ବିରାଟ ଗାୟତ୍ରୀ କହିବା। ବିରାଟ ଗାୟତ୍ରୀ ବୋଲି କହିବା। ଯଦି 24ଟି ଅକ୍ଷର ନ ରହିକି 25ଟା ଗୋଟିଏ ଅଧିକ ରହିଗଲା ତାହେଲେ ଆମେ ତାକୁ କଣ କହିବା? ଭୁରିକି ଗାୟତ୍ରୀ କହିବା। ଯଦି 2ଟି ଅକ୍ଷର ଅଧିକ ରହେ ତାହେଲେ ତାକୁ ଆମେ ସ୍ୱରାଟ ଗାୟତ୍ରୀ ବୋଲି ସ୍ୱରାଟ ଗାୟତ୍ରୀ ବୋଲି କହିବା। ସ୍ୱରାଟ ଗାୟତ୍ରୀ ବୋଲି କହିବା।
ବୁଝିପାରିଲ ନା କାହିଁ ବୁଝିପାରିଲନି ସମସ୍ୟା କଣ ରହିଲା ଆଜ୍ଞା ସାର୍ ବୁଝିପାରିଲି। ବୁଝିପାରିଲ ତ? ତେଣୁ ବେଦ ଆଜ୍ଞା ଏଥିରେ ସାର୍। ଦେଖିଦବା ବେଦସ୍ୟ ଆଜ୍ଞା ଅଙ୍ଗ କଣ ନା ବେଦାଙ୍ଗ 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 ବେଦସ୍ୟ ଅଙ୍ଗ ବେଦସ୍ୟ ଅଙ୍ଗାନି ବେଦାଙ୍ଗାନି ତେଣୁ କେଇଟା ବେଦାଙ୍ଗ ଅଛି ଟୋଟାଲ ଉପରେ 6ଟି। 6ଟି ବେଦାଙ୍ଗ ଅଛି। 6ଟି। ଛଅଟି ବେଦାଙ୍ଗ ଆମର ରହିଛି କଣ କଣ ନା ଶିକ୍ଷା ଶିକ୍ଷା କଳ୍ପ କଳ୍ପ ବ୍ୟାକରଣ ଯୁକ୍ତମ୍ ଛନ୍ଦଃ ଜ୍ୟୋତିଷମ୍ ଏ 6ଟି ବେଦାଙ୍ଗ ଅଛି 6ଟା ବେଦାଙ୍ଗର ପ୍ରଥମ ବର୍ଣ୍ଣନା କୋଉଠି କରାଯାଇଥିଲା ନା ମୁଣ୍ଡକ ଉପନିଷଦର ଉପନିଷଦରେ ପ୍ରଥମ ବର୍ଣ୍ଣନା କରାଯାଇଛି ପାଣିନୀୟ ଶିକ୍ଷା ଗ୍ରନ୍ଥ ରେ କୁହାଯାଇଛି କଣ ନା ଛନ୍ଦ ପାଦୌ ତୁ ବେଦସ୍ୟ ହସ୍ତୌ କଳ୍ପତ ପଠ୍ୟତେ ଜ୍ୟୋତିଷାମ ନୟନମ୍ ଚକ୍ଷୁ ନିରୁକ୍ତମ୍ ସ୍ତୋତ୍ରମ୍ ଉଚ୍ୟତେ ଶିକ୍ଷା ଘ୍ରାଣମ୍ ତୁ ବେଦସ୍ୟ ମୁଖମ୍ ବ୍ୟାକरणମ୍ ସ୍ମୃତମ୍ ତସ୍ମାତ୍ ସାଙ୍ଗମଦିତି ଏବ ବ୍ରହ୍ମଲୋକେ ମହୀୟତେ ଇଏ ପାଣିନୀୟ ଶିକ୍ଷା ଗ୍ରନ୍ଥରେ ବର୍ଣ୍ଣନା କରାଯାଇଛି ତ ପାଣିନୀୟ ଶିକ୍ଷା ଗ୍ରନ୍ଥ ଯଦି ଆମେ ଦେଖିବା ଟୋଟାଲ ଉପରେ ବର୍ଣ୍ଣ ସଂଖ୍ୟା ସେଠି କେତେଟା ଅଛି ନା ପାଣିନୀୟ ଶିକ୍ଷା ଗ୍ରନ୍ଥ 60ଟି ବର୍ଣ୍ଣ ଅଛି ହେଲା ସରି ଶ୍ଲୋକ ମୁଁ ବର୍ଣ୍ଣ କହିଦେଲି ସରି ଜିଭୁରୁ କହିଦେଲି 60ଟି ଶ୍ଲୋକ ଅଛି କିନ୍ତୁ ପାଣିନୀୟ ବ୍ୟାକରଣ ଦେଖିବା ତାହେଲେ ସେଠି 42ଟି ଅକ୍ଷର ବା ବର୍ଣ୍ଣ ସଂଖ୍ୟା ହଉଛି 42ଟି ପାଣିନୀୟ ଶିକ୍ଷାରେ ତ୍ରିଷଷ୍ଠୀ ଚତୁଃଷଷ୍ଠୀ ବା ବର୍ଣ୍ଣାଃ ସମ୍ଭୂ ମତେ ମତାଃ ବୋଲି କୁହାଯାଇଛି କିନ୍ତୁ ବେଦରେ ପ୍ରୟୁକ୍ତ ବର୍ଣ୍ଣ ସଂଖ୍ୟା କେତେ ନା 52ଟି ଅର୍ଥାତ ବେଦ 52। ଯୋଉ ଆମର ଅଛି ବେଦରେ କେତୋଟି ବର୍ଣ୍ଣର ପ୍ରୟୋଗ କରାଯାଇଛି ନା 52ଟି ବର୍ଣ୍ଣର ପ୍ରୟୋଗ କରାଯାଇଛି ଆଉ ପାଣିନୀୟ ଶିକ୍ଷା ଅନୁସାରେ କେତେଟା ବର୍ଣ୍ଣ ଅଛି ଟୋଟାଲ ନା 63 ବା 64 ଅଛି କିନ୍ତୁ ପାଣିନୀୟ ବ୍ୟାକରଣ ଯୋଉ ରହିଲା ଆମର ଅୟନ ରୁଲୁକୁ ଯୋଉ ସୂତ୍ର ରହିଲା ତାକୁ ଯଦି ଆମେ ହିସାବ କରିବା ତାହେଲେ କେତେଟା ଅକ୍ଷର ଅଛି ବ୍ୟାକରଣରେ 42ଟି। 42। ଏଠି ଦେଖ ସେ ଶ୍ଲୋକଟା ଲେଖା ହେଇଛି ତ୍ରିଷଷ୍ଠୀ ଚତୁଃଷଷ୍ଠୀ ବା ବର୍ଣ୍ଣାଃ ସମ୍ଭୂ ମତେ ମତାଃ ଏଇ ଗୋଟିଏ ଲାଇନ ଯଦି ମନେ ରଖିଦେଲେ ମଧ୍ୟ ହେଇଯିବ ତାପରେ ଶିକ୍ଷା ଆସିଗଲା ଶିକ୍ଷା କଣ ସ୍ୱରବର୍ଣ୍ଣାଦି ସ୍ୱରବର୍ଣ୍ଣାଦି ଉଚ୍ଚାରଣ ପ୍ରକାର yatra ଶିକ୍ଷ୍ୟତେ ଉପଦିଶ୍ୟତେ ସା ଶିକ୍ଷା ବୋଲି କୁହାଯାଇଛି ଶିକ୍ଷା ଶବ୍ଦ ସେ ବିପରି କଣ ନା ଶିକ୍ ଧାତୁ ଶିକ୍ ଧାତୁ ଅପ୍ରତ୍ୟୟ ତାପରେ ପୁଣି ଲାଗିଲା ଟାପ୍ ପ୍ରତ୍ୟୟ ଲାଗିଲା ପରେ କଣ ହେଲା ନା ଶିକ୍ଷା ଶବ୍ଦ ନିଷ୍ପନ୍ନ ହେଲା ଯେହେତୁ ଟାପ୍ ପ୍ରତ୍ୟୟ ଲାଗିଛି ଗୋଟେ ସ୍ତ୍ରୀଲିଙ୍ଗ ପ୍ରତ୍ୟୟ ଲାଗିଛି ତେଣୁ ଶିକ୍ଷା ଶବ୍ଦଟା କୋଉ ଲିଙ୍ଗରେ ରହିଲା ସ୍ତ୍ରୀଲିଙ୍ଗ ହେଇକି ରହିଗଲା ମନେ ରଖିବ ତାପରେ ଶିକ୍ଷାର ଶିକ୍ଷାୟାଃ ଷଡଙ୍ଗାନି ସନ୍ତି କୋଉଠି ବର୍ଣ୍ଣନା କରା ହେଲା ନା ତୈତରୀୟ ଉପନିଷଦ ନୁହଁ ଉପନିଷଦି ହେଲା ତୈତରୀୟ ଉପନିଷଦି ବର୍ଣ୍ଣିତମସ୍ତି ୟତ ତୈତରୀୟ ଉପନିଷଦି ବର୍ଣ୍ଣିତମ ୟସ୍ତି ୟତ ଶିକ୍ଷାବଳୀରେ ଅଛି। ଶିକ୍ଷାୟାଃ ଷଡଙ୍ଗାନି ସନ୍ତି କଣ କଣ ଶିକ୍ଷାର ଛଅଟା ଅଙ୍ଗ ନା ବର୍ଣ୍ଣ ସ୍ୱର ମାତ୍ରା ବଳ ସାମ ସନ୍ତାନ ଇତ୍ୟୁକ୍ତେ ଶିକ୍ଷା ଅଧ୍ୟାୟ ଏମିତି ବର୍ଣ୍ଣନା କରାହେଇଛି ତୈତରୀୟ ଉପନିଷଦରେ କୋଉ ବେଦର ଏଇଟା ନା କୃଷ୍ଣ ୟଜୁର୍ବେଦ ତୈତରୀୟ ଉପନିଷଦ କୋଉ ବେଦ କୃଷ୍ଣ ୟଜୁର୍ବେଦ ମନେ ରଖିବ ଭଲ ଭାବରେ ତୈତରୀୟ କୋଉ କୃଷ୍ଣ ବେଦର ଯଜୁର୍ବେଦ। କୃଷ୍ଣ ୟଜୁର୍ବେଦର ମନେ ରଖିବ ହେଲା କୃଷ୍ଣ ୟଜୁର୍ବେଦର ତୈତରୀୟ ଉପନିଷଦ ପୁରା କନଫ୍ୟୁଜନ ହେଇଯାନ୍ତି ତୈତରୀୟ ଆଉ ଐତରୀୟ ଭିତରେ ଐ ଯଦି ଆରମ୍ଭ ଅକ୍ଷର ଯଦି ଐ ରହିଗଲା ଜାଣିବ ଏହା ଋକ୍ ବେଦ ସହିତ ସମ୍ବନ୍ଧିତ ଯଦି ତୈ ରହିଲା ଜାଣିବ ଏଇଟା କୃଷ୍ଣ ୟଜୁର୍ବେଦ ସହିତ ସମ୍ବନ୍ଧିତ ପରୀକ୍ଷାରେ କୃଷ୍ଣ ୟଜୁର୍ବେଦ ହିଁ ମାରିବ ଖାଲି ଯଜୁର୍ବେଦ ଥିବ ନା ମାରିବ ନାହିଁ କୃଷ୍ଣ ୟଜୁର୍ବେଦ ହିଁ ମାରିବ ମନେ ରଖିଥା କନଫ୍ୟୁଜନ କଲା ଭଳିଆ ସେ ପକେଇଦବ ମାନେ ଅପସନ ଦେଇଥିବ ତୈତରୀୟ ଉପନିଷଦ କଶ୍ୟ ବେଦସ୍ୟ ଅପସନ ଦେଇଥିବ ୟଜୁର୍ବେଦସ୍ୟ ଶୁକ୍ଳ ୟଜୁର୍ବେଦସ୍ୟ କୃଷ୍ଣ ୟଜୁର୍ବେଦସ୍ୟ ସର୍ବମପି କୋଉଟାକୁ ମାରିବ କୃଷ୍ଣ ଯଜୁର୍ବେଦ। କୃଷ୍ଣ ୟଜୁର୍ବେଦକୁ ହିଁ ମାରିବ ଯୋଉ ଅପସନ ଟା କୃଷ୍ଣ ୟଜୁର୍ବେଦ ବୋଲି ଥିବ ସେଇଟାକୁ ହିଁ ମାରିବ ଅନ୍ୟ କୌଣସି ମାରିବ ନାହିଁ ଦେଖ ଶିକ୍ଷାର 6ଟା ଅଙ୍ଗ କଣ ନା ବର୍ଣ୍ଣ ସ୍ୱର ମାତ୍ରା ବଳ ସାମ ସନ୍ତାନ ଇତ୍ୟୁକ୍ତେ ଶିକ୍ଷା ଅଧ୍ୟାୟ ବର୍ଣ୍ଣ କହିଲେ ଅକାରାଦି ବର୍ଣ୍ଣ ଅକାରାଦି ବର୍ଣ୍ଣମାଳା ଯୋଉ ରହିଲା ସିଏ ହଉଛି ବର୍ଣ୍ଣ ସ୍ୱର କହିଲେ କଣ ନା ଉଦାତ ଅନୁଦାତ ସ୍ୱରିତ ଉଦାତ ଅନୁଦାତ ସ୍ୱରିତ ହଉଛି 3ଟି ସ୍ୱର ତାପରେ ମାତ୍ରା 3ଟା ମାତ୍ରା କଣ କୁହାଯାଇଛି ନା ହର୍ଷ ଦୀର୍ଘ ପ୍ଲୁତ କଣ ନା ଏକ ମାତ୍ରା ଭାବେ ହର୍ସ୍ୱ ହର୍ସ୍ୱ ଯିଏ ତାର ଏକ ମାତ୍ରା ଥିବ 2 ମାତ୍ରା ଦୀର୍ଘ ଉଚ୍ଚତେ 2ଟି ମାତ୍ରା ତାର ଦୀର୍ଘ କୁହାଯିବ ତ୍ରିମାତ୍ରା ତୁ ପ୍ଲୁତ ଗେୟମ୍ ତ୍ରିମାତ୍ରାତ୍ମକ ହଉଛି ପ୍ଲୁତ ବ୍ୟଞ୍ଜନମ୍ ଚ ଅର୍ଦ୍ଧମାତ୍ରକମ୍ ବ୍ୟଞ୍ଜନ 1/2 ଅର୍ଦ୍ଧମାତ୍ରକମ୍ କିଏ ନା ବ୍ୟଞ୍ଜନ ବୁଝିହେଲା କି ବ୍ୟଞ୍ଜନମ୍ ଅର୍ଦ୍ଧମାତ୍ରକମ୍ ମାତ୍ରକ। ଅର୍ଦ୍ଧମାତ୍ରକମ୍ ତାପରେ ବଳ ବଳ ଇତ୍ୟୁକ୍ତେ ଆଭ୍ୟନ୍ତର ପ୍ରୟତ୍ନ ବାହ୍ୟ ପ୍ରୟତ୍ନ ଆଭ୍ୟନ୍ତର ପ୍ରୟତ୍ନ ହଉଛି ପଞ୍ଚଧା ଏବଂ ବାହ୍ୟ ପ୍ରୟତ୍ନ ହଉଛି ଏକାଦଶତା ସିଦ୍ଧାନ୍ତ କୌମୁଦୀରେ 4ଟା ବୋଲି ବର୍ଣ୍ଣନା କରାଯାଇଛି ଠିକ ଅଛି ତାପରେ ସାମ ଦୋଷ ରହିତ ଶୁଦ୍ଧ ମାଧୁର୍ଯ୍ୟ ଆଦି ଗୁଣ ସଂଯୁକ୍ତ ଉଚ୍ଚାରଣ ନାମ ସାମ ଠିକ ଅଛି ସନ୍ତାନ ବାକ୍ୟସ୍ୟ କହନ୍ତି ସାନ୍ନିଧ୍ୟ ଇତି ବା ଯୋଗ୍ୟତା ଅର୍ଥରେ ପ୍ରୟୋଗ କରାହେଇଛି କାହାର ଜଣେ ଅନୁମତି ଅଛି ଖଡ ଖଡ ସାଉଣ୍ଡ ହଉଛି
जी म्यूट कर दियो मा कहार अनम्यूट अछि संगीता जो माने महापात्र पिताଙ୍କର किए संगीता 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 महापात्र संगीता महापात्र ना किए ଆଜ୍ଞା ସାର୍ म्यूट कर दियो झियो ना कौन कहूଛ यदि कुह नहले म्यूट कर दियो ठीक है तापर पाणिनीय शिक्षा देख पाणिनीय शिक्षार श्लोक 60 अछि मु पूर्व मध्य कहि सारिछि श्लोक संख्या 60 वर्ण नुह हैला पाणिनीय शिक्षार श्लोक संख्या होछि 60 टोटल 60 टी श्लोक हेतरे अछि हैला तो तादर यदि वर्ण देखिया वर्ण इत्युक्ते पाणिनीय शिक्षा अनुसारम वर्ण संख्या संस्कृते वर्ण संख्या केतेटा वर्ण अछि ना त्रिषष्टि चतुष्षष्टि बा वर्णाः सम्भू मते मताः एई कथा हेति कुहा जाईछि बुझिले कि तापर आकु खंड दरकार नै को वेदर पाणिनीय शिक्षा ना ऋग वेद से पाणिनीय शिक्षा उच्चारण स्थान केइटा उच्चारण स्थान गोटे शब्द उच्चारण स्थान होछि 8टा ठीक अछि उच्चारण स्थान होछि 8टा टोटल ऊपर 8टा उच्चारण स्थान अछि कोठी पाणिनीय शिक्षा अनुसार मन रखियो टिके अच्छा पाणिनीय शिक्षा यहा कर्ता कह यदि पचार देबो पाणी ପାଣି ऋग्वेदीय शिक्षा ग्रंथ किए ना पाणिनीय शिक्षा सौनक शिक्षा स्वरांग शिक्षा मन रखिबो किंतु तमे परीक्षा ପାଇଁ बेसी गुरुत्वपूर्ण पाणिनीय शिक्षा मन रखिबो हाँ मन रखिबो तापर आसिला शुक्ल यजुर्वेदीय शिक्षा ग्रंथ किए ना याज्ञवल्क्य शिक्षा आकु मन रखिबो जोतरे श्लोक संख्या केतेटा 232 तापर प्रातिशाख्य प्रतिप शिक्षा मांडव्य शिक्षा मध्य शुक्ल यजुर्वेदर अछंती ठीक अछि तापरे कृष्ण यजुर्वेदीय शिक्षा ग्रंथ व्यास शिक्षा भारद्वाज शिक्षा कौंडिन्य शिक्षा तीनोटी ग्रंथ थिले मध्य तमे मन रखिबो प्रथम व्यास शिक्षा को मन रखिबो तापरे सामवेदीय शिक्षा ग्रंथ देखिबा सामवेदीय शिक्षा ग्रंथ किए ना नारदीय शिक्षा आकु टिके मन रखिबो लोमस्य शिक्षा आ गौतमीय शिक्षा मध्य उपलब्धते तापरे अथर्ववेदर शिक्षा ग्रंथ किए मांडुक्य शिक्षा मन रखा मांडुक्य शिक्षा कस्य वेदस्य अथर्ववेदस्य अथर्ववेदस्य पाणिनीय शिक्षा रे कोन करा हेजी ना उत्तम पाठकर 6टी गुण अधम पाठकर 6टी गुण एवं याज्ञवल्क्य शिक्षा ग्रंथ वर्णना करा हेजी गोटी अधम पाठकर केइटा गुण 14 ଛଅଟି ଗୁଣ 14ଟି ଗୁଣ ଦୁର୍ଦଶ गुण ହଁ ଏଇ କଥା ବର୍ଣ୍ଣନା କରେ ତମେ ଜାଣିଛ କଣ ଅଧମ ପାଠକର ଗୁଣ କଣ ଗିରି ଶିଗିରି ଶେଷ କମ୍ପି ଯଥା ଲିଖିତ ପାଠକ ଅନର୍ଥଜ୍ଞ ଅଳ୍ପ କଣ୍ଠସ୍ଥ ଷଡ଼େତେ ପାଠକା ତମା ଇଏ ହଉଛି ଗୋଟେ ଅଧମ ପାଠକର ଗୁଣ ଗୋଟେ ଉତ୍ତମ ପାଠକର କଣ କିଏ କହିପାରିବ ମାଧୁର୍ଯ୍ୟମ୍ ଅକ୍ଷରମ୍ ବ୍ୟକ୍ତି ତାପରେ ପଦଚ୍ଛେଦ ତୁ ସ୍ୱସ୍ୱରଃ ଧୈର୍ଯ୍ୟ ଲୟ ସମର୍ଥଶ୍ଚ ଷଡ଼େତେ ପାଠକା ଗୁଣଃ ଇଏ ଗୋଟେ ଉତ୍ତମ ପାଠକର 6ଟା ଗୁଣ କୁହାଯାଇଛି ଏ ଶ୍ଲୋକ ତମକୁ କହିନି ହ୍ୟାଲୋ ଏ ଶ୍ଲୋକ ତମକୁ କହିନି କହିଛି ନା ଟିକେ ନାଇଁ ଓଡିଆରେ କହିଦଉନାହାନ୍ତି ଅର୍ଥଟା ତମେ ତମକୁ ପିଡିଏଫ ଯୋଉ ପଠେଇଥିଲି ଗ୍ରୁପ ରେ ପାଣିନିୟ ଶିକ୍ଷା ଆଜ୍ଞା ସାର୍ ସେଇଥିରେ ଥିଲା ସେଇଥିରେ ବର୍ଣ୍ଣନା କରାଯାଇଛି ହେଲା ସେଇଥିରେ ଆକୁ ବର୍ଣ୍ଣନା କରାଯାଇଛି ଆର ବିଶେଷ ବର୍ଣ୍ଣନା ତମେ ଓଏସଟି ପଢିଲା ବେଳକୁ ଜାଣିପାରିବ ସେଠି ମଧ୍ୟ ଆକୁ ବର୍ଣ୍ଣନା କରାଯାଇଛି ଠିକ ଅଛି ତାପରେ ସାର୍ କଳ୍ପ ତା ଦେଖ ଅର୍ଥଟା ଟିକେ କହୁନାହାନ୍ତି ଆଉ ଅଧମ ପାଠକର 6ଟି ଗୁଣ କୁହାଯାଇଛି ଅର୍ଥ ନୁହଁ ଅଧମ ପାଠକର 6ଟି ଗୁଣ ଗୋଟେ ଉତ୍ତମ ପାଠକର ମଧ୍ୟ 6ଟି ଗୁଣ ସେଇ କଥା ଏଠି କୁହାଯାଇଛି ଆଉ କିଛି ତ ନାହିଁ ସେଇ ହେଲା ଗୁଣ ଗୁଡାକ ଟିକେ କହୁନାହାନ୍ତି ଆବଶ୍ୟକତା ନାହିଁ କେବଳ 6ଟି ଗୁଣ ମନେ ରଖ ଆଉ କିଛି ନାହିଁ କେବଳ 6ଟି ଗୁଣ 6ଟି ଅଧମ ପାଠକର ଗୁଣ 6ଟି ଉତ୍ତମ ପାଠକର ଗୁଣ ବାସ୍ ଏଇ 6ଟା ମନେ ରଖ ସେମିତି ଯାଜ୍ଞବଲ୍କ୍ୟ ଶିକ୍ଷାରେ ବର୍ଣ୍ଣନା କରାହେଇଛି ଅଧମ ପାଠକର କେଇଟା ଗୁଣ ନା 6ଟି ଅଧମ 14ଟି ପାଠକର ଗୁଣ ଗୁଣ ଉତ୍ତମ ପାଠକର 14ଟି ବି ଗୁଣ 14ଟା ଅଧମ ପାଠକର ଗୁଣ ବର୍ଣ୍ଣନା କରାଯାଇଛି ଆଉ 6ଟା ତ ହଉଛି ଉତ୍ତମ ପାଠକ ନୁହଁ ସମସ୍ତେ ମାନିଛନ୍ତି ଆଉ ଠିକ ଅଛି ଉତ୍ତମ ପାଠକର ଆଜ୍ଞା ସାର୍ 6ଟି ଗୁଣ ବୋଲି ସମସ୍ତେ ମାନିଛନ୍ତି ତାପରେ ୟାଗାଦି କଳ୍ପସୂତ୍ର ୟାଗାଦି ବିଷୟତ୍ର ହେଲା ୟାଗାଦି ବିଷୟତ୍ର ଦୃଶ୍ୟତେ ତତ୍ କଳ୍ପ ସୂତ୍ରମ୍ ଟିକେ ଏକର ସେକଡ କରି ଲେଖିଦେଇଛି ଠିକ ଅଛି ୟାଗାଦି ବିଷୟ ବର୍ଣ୍ଣନା ଯୋଉଠି ୟାଗ ବିଷୟରେ ବର୍ଣ୍ଣନା ଯଜ୍ଞ ବିଷୟରେ ଯୋଉଠି ବର୍ଣ୍ଣନା କରାଯାଇଛି ତାକୁ କଣ କୁହାଯାଏ
ତାକୁ କଣ କୁହାଯାଏ? କଳ୍ପସୂତ୍ର କୁହାଯାଏ। କଳ୍ପସୂତ୍ର ତାକୁ କଳ୍ପସୂତ୍ର ବୋଲି କୁହାଯାଏ। ମନେ ରଖିବାକୁ ପଡିବ, ପରୀକ୍ଷାରେ ପଚାରିଦବ, ଏଇଠି ଗୁରୁତ୍ୱପୂର୍ଣ୍ଣ କଥା ଗୁଡା ସବୁ ରହିଯାଉଛି, କାହିଁକି ନା ଏଉଠୁ ହିଁ କୋଶ୍ଚିନ୍ ପଚାରିଦବ କଳ୍ପସୂତ୍ରରୁ। ଛୁଆ ଜାଣିପାରିବେନି, ଟିକେ ଭୁଲ ହେଇଯିବ। କରିପାରିବ ନା? ପରୀକ୍ଷା ଯଦି ପଚାରିବ ତମେ କରିପାରିବ ତ? ଠିକ ଆଜ୍ଞା ଅଛି। ସାର୍। ଓହୋ। ତାପରେ କଳ୍ପ୍ୟତେ ସମର୍ଥ୍ୟତେ ୟାଗ ପ୍ରୟୋଗ ಯತ್ರ କଳ୍ପମ୍ ସାୟଣଚାର୍ଯ୍ୟ ତାଙ୍କର ଋଗ୍ବେଦ ଭାଷ୍ୟ ବେଦାର୍ଥ ପ୍ରକାଶ ଏ କଥା କହିଛନ୍ତି। ଏଇମାନଙ୍କ ଭିତରୁ ବେଶୀ ଗୁରୁତ୍ୱପୂର୍ଣ୍ଣ ହଉଛି ଏଇ ଜାଗାଟି, ଯିଏ କହୁଛନ୍ତି କଣ ନା କଳ୍ପସୂତ୍ରମ୍। କଳ୍ପସୂତ୍ରମ୍ କେତେ ଭାବରେ ବିଭକ୍ତ କରାହେଇଛି ନା ଚତୁର୍ଧା ବିଭଜ୍ୟତେ ଚତୁର୍ବିଧମ୍। ଚତୁର୍ଧା ବିଭଜ୍ୟତେ କଣ କଣ? ସୂତ୍ର ସୂତ୍ର, ଗୃହ୍ୟ ସୂତ୍ର, ଧର୍ମସୂତ୍ର ଆଉ ଶୂନ୍ୟସୂତ୍ର, 4 ଭାଗରେ ବିଭକ୍ତ କରାହେଇଛି। ସୂତ୍ର ସୂତ୍ର କଣ ନା ଯଜ୍ଞର କ୍ରମବଦ୍ଧତା ବିଷୟରେ ବର୍ଣ୍ଣନା କରାହେଇଥିଲା ବେଳେ, କ୍ରମବଦ୍ଧତା ମାନେ ସିରିଏଲ ୱାଇଜ। ତାପରେ ଗୃହ୍ୟ ସୂତ୍ରରେ ବର୍ଣ୍ଣନା କରାହେଇଛି ସଂସ୍କାର ଆଦି ଏବଂ ପଞ୍ଚମହାଯଜ୍ଞ ବିଷୟରେ ଏଠି ବର୍ଣ୍ଣନା କରାହେଇଛି। ଆହୁରି ବହୁତ କଥା ବର୍ଣ୍ଣନା କରାହେଇଛି, ମୁଁ କିନ୍ତୁ ଅଳ୍ପ କହିଛି ହେଲା। ଧର୍ମସୂତ୍ରରେ କଣ ବର୍ଣ୍ଣନା କରାହେଇଛି? କର୍ତ୍ତବ୍ୟ ଏବଂ ଆଚାର ବିଷୟରେ ମଧ୍ୟ ଏଠି ବର୍ଣ୍ଣନା କରାହେଇଛି। ଶୂଳସୂତ୍ର କଣ? ଶୂଳସୂତ୍ର ଏଠି ଭୂଗୋଳ ଶାସ୍ତ୍ର ଏବଂ ଗଣିତ ଏବଂ ଭୂଗୋଳ ବା ଜ୍ୟାମିତି ବା ଭୂଗୋଳ ତାକୁ କୁହନ୍ତି ହେଲା। ଯା ଅର୍ଥ ରହୁଛି ଭୂମି, ମିତି ଅର୍ଥ ରହୁଛି ପରିମାଣ, ତେଣୁ ଭୂମିର ପରିମାଣ ମାନେ ଭୂଗୋଳ, ହଁ କି ନାଇଁ? ଭୌଗୋଳିକ କଥା ଏଠି ବର୍ଣ୍ଣନା କରାହେଇଛି। ତାପରେ ଋଗ୍ବେଦସ୍ୟ ସୂତ୍ର ପ୍ରତ୍ୟେକ ବେଦର ସୂତ୍ର, ଗୃହ୍ୟ ସୂତ୍ର, ଧର୍ମସୂତ୍ର ଏବଂ ଶୂନ୍ୟସୂତ୍ର ଅଛନ୍ତି। କେବଳ ଇମ୍ପୋର୍ଟାଣ୍ଟ ଯୋଉଟା ମୁଁ କହି ଯାଉଛି, ଋଗ୍ବେଦର କଣ? ଆଷାଢ଼ାୟନ ଆଶ୍ୱାୟନ, କୌଶିତକି। କୌଶିତକି ବା ସାଂଖ୍ୟାୟନ। ତମେ ଗୋଟେ କଥା ମନେ ରଖିବ, କୌଶିତକି ବା ସାଂଖ୍ୟାୟନ ମାନେ ସାଂଖ୍ୟାୟନ ତାକୁ କୁହାଯାଏ କୌଶିତକି। ବୁଝିପାରିଲେ କି? ମୁଁ ପୂର୍ବରୁ ବି କହିସାରିଛି, ଏଇଠି ଠିକ ଲେଖା ହେଇଛି। ସାଂଖ୍ୟାୟନ ତାର ଅପର ନାମ କୌଶିତକି। କୌଶିତକି ତାର ଅପର ନାମ ସାଂଖ୍ୟାୟନ ନୁହଁ। ବୁଝିପାରୁଛ କି? ତମ ନାଁ ଧର ମନେ କରାଯାଉ ମୋ ନାଁ ହଉଛି ତ ପ୍ରତାପ ଆନନ୍ଦ, ମତେ ଘରେ ଡାକନ୍ତି ପୁଅ। ବୁଝିପାରୁଛୁ କି? ବୁଝିପାରୁଛ କି ନା ବୁଝିପାରୁନ? ତେଣୁ ଏଇଟା ମୋର ଅପର ନାମ, କିନ୍ତୁ ପୁଅର ଅପର ନାମ ମୋ ନାଁରେ ନୁହେଁ। ବୁଝିପାରୁଛ କି? ଆଜ୍ଞା ସାର୍। ତାପରେ ଧର୍ମସୂତ୍ର। ଧର୍ମସୂତ୍ର ହଉଛି ବଶିଷ୍ଠ ଧର୍ମସୂତ୍ର ହଉଛି ଋଗ୍ବେଦସ୍ୟ। ଶୂଳସୂତ୍ର ନାହିଁ, ଶୂଳସୂତ୍ର ନାହିଁ, ତାକୁ ମନେ ରଖିବାକୁ ପଡିବ, ନାହିଁ ଶୂଳସୂତ୍ର। ଠିକ ଅଛି। ତାପରେ ଆସିଲା ୟଜୁର୍ବେଦ। କୋଉ ୟଜୁର୍ବେଦ ନା ଶୁକ୍ଳ ୟଜୁର୍ବେଦ। ମନେ ରଖିବ ପାରସ୍କର ବା କାତ୍ୟାୟନ, ପାରସ୍କର ବା କାତ୍ୟାୟନ। ତାର ସୂତ୍ର, ଗୃହ୍ୟ ସୂତ୍ର, ଧର୍ମସୂତ୍ର ନାହିଁ, କେହି କେହି ତାକୁ ହାରିତ ବୋଲି ମାନିଛନ୍ତି। ଶୂଳସୂତ୍ର ସେଇ କାତ୍ୟାୟନ ବା ପାରସ୍କର ବି ଲେଖିପାରିବ। ତ ପାରସ୍କର ଏବଂ କାତ୍ୟାୟନ କଥା ଆସିଗଲା ମାନେ ତମେ କାହା ପାଖକୁ ପଳେଇବ? ଶୁକ୍ଳ ୟଜୁର୍ବେଦ। ଶୁକ୍ଳ ଯଜୁର୍ବେଦ। ଶୁକ୍ଳ ଯଜୁର୍ବେଦ। କୌଶିତକି ଆଶ୍ୱାୟନ ଏବଂ କୌଶିତକି ସାଂଖ୍ୟାୟନ ବା କୌଶିତକି ଆସିଗଲେ ତମେ କାହା ପାଖକୁ ପଳେଇବ? ଋଗ୍ବେଦ। ଋଗ୍ବେଦକୁ ପଳେଇବ। ଠିକ ଅଛି। ସେମିତି କୃଷ୍ଣ ୟଜୁର୍ବେଦ। କୃଷ୍ଣ ୟଜୁର୍ବେଦ କଣ ନା ସୂତ୍ର, ଗୃହ୍ୟ ସୂତ୍ର, ଧର୍ମସୂତ୍ର, ଶୂଳସୂତ୍ର, ଆପସ୍ତମ୍ଭ, ବୌଧାୟନ, ହିରଣ୍ୟକେଶୀ, ମୈତ୍ରାଣୀ, ମାନବ ବା ଧୂଳ, ବୈଖ୍ୟାନସ, ଭାରଦ୍ୱାଜ, ଇଏ ହଉଛନ୍ତି ସୂତ୍ର। ଗୃହ୍ୟ ସୂତ୍ର କିଏ? ଆପସ୍ତମ୍ଭ, ବୌଧାୟନ, ବୈଖ୍ୟାନସ, ସତ୍ୟାଷାଢ଼, କଠ ବା କାଠକ ବୋଲି ତାକୁ ମଧ୍ୟ କୁହନ୍ତି। ଏଇ ମାନଙ୍କୁ ଟିକେ ମନେ ରଖିବ। କଣ ନା ଆପସ୍ତମ୍ଭ, ବୌଧାୟନ, ଦେଖ ଏଠି ବି ଆପସ୍ତମ୍ଭ, ବୌଧାୟନ, ହିରଣ୍ୟକେଶୀ, ଦେଖ ଏ ବୈଖ୍ୟାନସ, ଏ ଦେଖ ଏଠି ବୈଖ୍ୟାନସ, ସବୁ ଯାକ ପାଖାପାଖି କିଛି ସିମିଲାରିଟି ରହୁଛି ନା ନାଇଁ? ତେଣୁ ଏଇ ନାଁ ମାନଙ୍କୁ ଟିକେ ମନେ ରଖିବ। କଣ ନା ସୂତ୍ର ଏବଂ ଗୃହ୍ୟ ସୂତ୍ରରେ। ଧର୍ମସୂତ୍ର ହଉଛି ବଶିଷ୍ଠ। ବଶିଷ୍ଠ ଧର୍ମସୂତ୍ର ଆଉ କୋଉଠି ଥିଲା ନା ଋଗ୍ବେଦରେ ଥିଲା। ଋଗ୍ବେଦରେ ବଶିଷ୍ଠ ଧର୍ମସୂତ୍ର ଥିଲା। କିନ୍ତୁ ଶୁକ୍ଳ ୟଜୁର୍ବେଦରେ ଧର୍ମସୂତ୍ର କଣ ଅଛି? ନାହିଁ। ହାରିତ କୋଉଠି କୋଉଠି ଅଛି, ନାହିଁ। ଆଉ ନାହିଁ। ହାରିତ, ଯୋଉ ହାରିତ ବୋଲି ମଧ୍ୟ ଅଛି କିଛି ସ୍ଥାନରେ। ଶୂଳସୂତ୍ର କଣ? ଆପସ୍ତମ୍ଭ, ବୌଧାୟନ, ମୈତ୍ରାଣୀ, ମାନବ ବା ଧୂଳ, ଇଏ ହଉଛି ଶୁକ୍ଳ କୃଷ୍ଣ କୃଷ୍ଣ ଯଜୁର୍ବେଦ। ଯଜୁର୍ବେଦର। କୃଷ୍ଣ ୟଜୁର୍ବେଦର ଶୂଳସୂତ୍ର ହେଲା। ତାପରେ ସାମବେଦ ଆସିଗଲା। ସାମବେଦର ସୂତ୍ର କିଏ? ଲାଟ୍ୟାୟନ, ଗ୍ରାହାୟନ, ଖାଦିର, ଜୈମିନୀୟ ମାନେ ତବଲକାର ବୋଲି ତମେ ଜିଭକୁ ଅଟୋମେଟିକ ନେଇ ଆସିବ। ତାପରେ ଗୃହ୍ୟ ସୂତ୍ର ଖାଦିର, ଗୋଭିଳ, ଗୌତମ, ଜୈମିନୀୟ ମାନେ ତବଲକାରୁ ତମେ ଅଟୋମେଟିକ ଆଣି ପାରିବ। ତାପରେ ତାର ଧର୍ମସୂତ୍ର ଗୌତମ, ଶୂଳସୂତ୍ର ନାସ୍ତି। ନା, ହଁ। ତ
तो अरसिका टिके रलो टिके र आउ का पार्टी सुबु नहीं ହେଲା ଆଉ ଟିକେ କୁହ ଟିକେ ଅରସିକା ତୁ ଟିକେ ବ୍ରେକ୍ ନେ ପାଟିରୁ ତୋର ବଚ ବାହାରି ଯିବନି ଅଥର୍ବେଦର ସୂତ୍ର ସୂତ୍ର କିଏ ବୈତାନ ଆଉ ବୈତାନ କଣ ତାପରେ କୌଶିକି ଗୁରୁସୂତ୍ର କିଏ ଗୃହସୂତ୍ର କୌଶିକ କୌଶିକ ଧର୍ମସୂତ୍ର ତୁଲ୍ୟସୂତ୍ର ନାସ୍ତି ନାସ୍ତି। ତାପରେ ବ୍ୟାକରଣମ୍ ବେଦ ପୁରୁଷସ୍ୟ ମୁଖମ୍ କୋଉଟା ନା ବେଦ ପୁରୁଷସ୍ୟ ମୁଖମ୍ ବ୍ୟାକରଣମ୍ ମୁଖମ୍ ବ୍ୟାକରଣ ବ୍ୟାକରଣମ୍ ସ୍ମୃତମ୍ मुखम व्याकरणम स्मृतम कहलेनी व्याक्रियन्ते व्युत्पाद्यन्ते शब्दाः अनेन इति व्याकरणम ठीक अछि पतंजलि मत अनुसारम व्याकरण शास्त्रस्य अपर नाम शब्दानुशासनम शास्त्रम महाभाष्य से कहचंती तांकर पतंजलि महाभाष्य से कहचंती जे व्याकरणर अपर नाम होची शब्दानुशासनम ठीक अछि शब्द मानको से साधु शब्द प्रयोग करिया कथा एठी जणा जाई थाए कोउटा साधु शब्द कोउटा असाधु शब्द एही व्याकरण द्वारा ही जणा जाई थाए तेणु आकु शब्दानुशासन बोली कहा जाई थाए षड अंगेषु षड वेदांगेषु प्रधान अंगम किए ना व्याकरणम छटी व्याकरण जो वेदांग रहिला से छटी वेदांग भितरु प्रधान अंग होची व्याकरण व्याकरण को दुई भाग व्यक्त करा जायछि लौकिक वैदिक भेदेन व्याकरणम द्विधा विभज्यते हैला व्याकरण दुई भाग व्यक्त करा जायछि व्याकरणर प्रयोजनानि व्याकरणस्य पंच प्रयोजनानि सन्ति जोटा कि इम्पोर्टेंट व्याकरणस्य पंच प्रयोजनानि सन्ति रक्षा उह आगम लघु असंदेय ये व्याकरणर पांचटी प्रयोजन किंतु व्याकरणस्य गौण प्रयोजनानि गौण प्रयोजनानि केतटा ना त्रयोदश गौण त्रयोदश प्रयोजनानि सन्ति 13टी गौण प्रयोजन अछि मन रखिବାକୁ पड़िबो तापर आसला व्याकरण जो अष्टाध्यायी सूत्र ग्रंथस्य मन रख अष्टाध्यायी गोटे सूत्र ग्रंथ अष्टाध्यायी सूत्र ग्रंथस्य कर्ता पाणिनि होउचंदी अष्टाध्यायी सूत्र ग्रंथर कर्ता पाणिनि से जो अष्टाध्यायी रचना कले तदरे केतेटा अध्याय रखिले ना 8टी अध्याय अछि हैला 8टी अध्याय अछि प्रत्येक अध्याय रे 4 गोटी लेखाए पाद अछि टोटल ऊपर पाद संख्या केते अष्टाध्यायी रे ना 32 टी पाद रही सेमती 32ଟି अष्टाध्यायी रे सूत्र संख्या केते ना 3996 बा ताकु 4000 बोली स्वीकार कहाइछि प्रथमम सूत्रम कोन ना बुद्धिरादि बुद्धिराज अछि अंतिम सूत्र होती होती अंतिम सूत्र अष्टाध्यायी सूत्र ग्रंथस्य वाक्यकार फास्ट होची सूत्रकार हैला प्रथमे लिखिबो सूत्रकार पाणिनि तापर लिखिबो वाक्यकार कात्यायन बा बररुचि कात्यायन ବା तापर ବରରୁଚି वाक्यकार पतंजलि बा तांको कहନ୍ତି गणिका पुत्र इत्यादि ଗଣିକା पुत्र ବା ଅହିପୁକ୍ତି खाली गणिका पुत्र मन रखिबो पाणिनि को कोन कुआ जाय दाक्षी पुत्र काहे एटा लिखिनी तो हे लिखिछि एटा लिखिछि ताको दाक्षी पुत्र बोली मध्य कुआ जाय काहाकू ପାଣିନିଙ୍କୁ ठीक अछि तापरे सिद्धांत कौमुदी कर्ता किए भट्टोजी दीक्षित ଭଟ୍ଟଜୀ ଦୀକ୍ଷିତ होउछन सिद्धांत कौमुदी कर्ता अच्छा केइटा आनिक अछि 84 84 ବା 85 ठीक अछि तापरे लघु सिद्धांत कौमुदी आउटी सरल बुझिया पई वरदराज आचार्य होउछन लघु सिद्धांत कौमुदीर कर्ता मध्य सिद्धांत कौमुदीर अपि कर्ता तापरे महाभाष्यकार नो महाभाष्य आधारीकृत्य भर्तृहरि महोदयस्य रचना वाक्यपद्यम सह रचितवान वाक्यपद्य गोटे बहुत ही बड़ ग्रंथटी बहुत बड़ सुंदर ग्रंथटी कौन ना हेतरे 3टी कांड रखिछन से कौन ना ब्रह्मकांड ताको आउ को कांड कुआ जाय आगम कांड आकांड ତାପରେ पदकांड ବାକ୍ୟ କାଣ୍ଡ ତାପରେ ପଦ କାଣ୍ଡ ବା ପ୍ରକୀର୍ଣ୍ଣ କାଣ୍ଡ प्रकीर्ण कांड ठीक अछि अच्छा सुजाता बेहेरा जॉइन हेजु आज्ञा सर शाश्वत पटेल आज्ञा सर हाउ ठीक अछि आउ देव जॉइन हेजु देव नहीं देव हाउ देवदर्शिनी आज्ञा सर ठीक अछि
କଣିକା ନାଇଁ କଣିକା ନୁହଁ କାଶିକା। ମୁଁ କଣିକା ଲେଖିଥିଲି ନା କାଶିକା ଲେଖିଥିଲି? ସାର୍ ଜୟ କାର୍ତ୍ତିକା ଲେଖିଥିଲି ଟୀକା ନା? ଲେଖିଥିଲେ। ଜୟ ବ୍ରାହ୍ମଣ ବୋଲି କାର୍ତ୍ତିକା କୁହାଯାଇଛି। ଟୀକା ନାଗେଶ ଭଟ୍ଟଙ୍କର କଣ ଲଘୁ ଶବ୍ଦେନ୍ଦୁ ଶେଖର, ପରିଭାଷେନ୍ଦୁ ଶେଖର, ବୃହତ ଶବ୍ଦେନ୍ଦୁ ଶେଖର ବୋଲି ତାଙ୍କର ଅଛି ସ୍ଫୋଟବାଦ ଏବଂ ଲଘୁ ମଞ୍ଜୁଷାବଧି। କିନ୍ତୁ ତାଙ୍କର ମନେ ରଖ ପରୀକ୍ଷା ଉପଯୋଗୀ ଯଦି ଆମେ ନଜର କରିବାକୁ ଯିବା ତାହେଲେ ଏଇଗୁଡାକ ପରୀକ୍ଷା ଉପଯୋଗୀ ତାଙ୍କ ପାଇଁ। ତାପରେ କୌଣ୍ଡ ଭଟ୍ଟ ଆସିଲେ, କଣ ରଖିଲେ? ବୈୟାକରଣ ଭୂଷଣ ସାର। ଭୂଷଣ ସାର ରଚନା। ବ୍ୟାକରଣ ଭୂଷଣ ସାର। ତାପରେ ଆସିଲା ନିରୁକ୍ତ। ନିରୁକ୍ତ କଣ? ବେଦ ପୁରୁଷର କଣ? ନିରୁକ୍ତ ଶ୍ରୋତ୍ରମ୍ ମୁଚ୍ୟତେ। ଶ୍ରୋତ୍ର ଶ୍ରୋତ ସ୍ତୋତ୍ର ମାନେ କଣ? କର୍ଣ୍ଣ କର୍ଣ୍ଣ କେଇ ଜଣ ଡାକୁଛ ମତେ କୁହ? ଯୋଉ ବ୍ୟାକରଣରେ ଚପ୍ତାରି ସୁନ୍ଦରୀ ସେଇଟା ଅଛନ୍ତି। ଆଜ୍ଞା ଆଜ୍ଞା। ବ୍ୟାକରଣ ଶାସ୍ତ୍ର ଆଧାରିକୃତ ଯୋଉ ଚତ୍ୱାରୀ ଶୃଙ୍ଗାଣିକା ଥିଲା ସତ ହଁ ସେ ଅର୍ଥ ଶ୍ଲୋକଟା ଏଠି ଲେଖା ହେଇନି, ସେ ଶ୍ଲୋକଟା ମୁଁ ପଠେଇ ଦେଇଥିଲି। ଆଜ୍ଞା ସାର୍ ସେଇଟା କୁହାହେନି। ହଁ ସେଟା କହିଦେବି ଏଟା ଲେଖା ହେଇନି ତ ଲାଷ୍ଟକୁ କହିଦେବି ହେଲା। ସେଥିରେ କିଛି ନାହିଁ। କଣ ଚାରିଟା ଶୃଙ୍ଗ ଅଛି? ଚାରିଟା ଶୃଙ୍ଗ କଣ? ଚତ୍ୱାରୀ ପଦ ଚତ୍ୱାରୀ ପଦ ଜାତାନି। ନାମ ଆଖ୍ୟାତ ଉପସର୍ଗ କଣ କଣ? ନାମ ଆଖ୍ୟାତ ଉପସର୍ଗ ନିପାତ। ଆଖ୍ୟାତ ଉପସର୍ଗ ନିପାତ। ତାପରେ କଣ ଅଛି କୁହ? ପାଦ ତ୍ରୟସ୍ୟ କଣ ପାଦ। ଏ ତିନିଟା ପାଦ ତିନୋଟି କଣ? ପାଦ ଅଛି। ଭୂତ ଭବିଷ୍ୟ କଣ ତିନିଟା? ବର୍ତ୍ତମାନ। ଭୂତ ଭବିଷ୍ୟ ବର୍ତ୍ତମାନ ତିନିଟା ପାଦ। ବର୍ଷ ତାପରେ ତାପରେ ଏକମା ବିଭକ୍ତିରୁ ସପ୍ତମା ବିଭକ୍ତି ପର୍ଯ୍ୟନ୍ତ ସପ୍ତ ହସ୍ତ ସାତଟା ହସ୍ତ। କେତେଟା ହସ୍ତ? ଆଜ୍ଞା। ଆଉ କଣ ରହିଲା? ତାପରେ ଉରୁ କଣ୍ଠ ଶିର ଯୋଉ ତାର ତିନୋଟି ତିନୋଟି ପଦ ବନ୍ଧନ ସ୍ଥାନ। ବଧ ସ୍ଥାନ, ବାନ୍ଧିବା ସ୍ଥାନ। ଏଇଟା କୋଉଠି କୁହାହେଇଛି? ଋଗ୍ବେଦର ବ୍ୟାକରଣ ଶାସ୍ତ୍ରରେ। ଋଗ୍ବେଦରେ ବ୍ୟାକରଣ ଋଗ୍ବେଦରେ ଶାସ୍ତ୍ରକୁ ଆଧାର କରି କୁହାଯାଇଛି। କୁହାହେଇ ବ୍ୟାକରଣ ଶାସ୍ତ୍ରକୁ ଆଧାର କରି କୁହାଯାଇଛି। ଖାଲି ତମେ ମନେ ରଖିଥାଅ ଖାଲି ସେ ଶ୍ଲୋକଟା ଋଗ୍ବେଦରେ କୁହାହେଇଛି ବୋଲି ସେତିକି ମନେ ରଖିଦେଲେ ହେଇଯିବ। ଠିକ ଅଛି। ଝିଅ ବୁଝିପାରିଲ କି? କିଏ ପଚାରିଥିଲେ କହିଲ? ଧରିତ୍ରୀ ଏଇଟା କିଏ ପଚାରିଲ? ଏଟା ତମ ନାଁ କୁହ? ମୁଁ ଦେଖିପାରୁନି ତମ ନାଁ ଝିଅ। ସାର୍ ଧରିତ୍ରୀ ମୁଁ କହୁଛି। ଧରିତ୍ରୀ ରଣା ଧନ୍ୟବାଦ ଟିକେ ନିଅ ଝିଅ। ନା ଗୋଟେ ଧନ୍ୟବାଦ ଟେ ନିଅ। ନେଲ ନା ନାଇଁ? ଆଜ୍ଞା। ହଁ ବେଗରେ ପୁରେଇ ଦବ। ଆଉ କିଏ ଦେଖିଦବ ନହେଲେ। ଠିକ ଅଛି। ତାପରେ ନିରୁକ୍ତ। ନିରୁକ୍ତ କଣ କୁହାଯାଏ? ନା ଶବ୍ଦ ବିତ୍ପତ୍ତି ଶାସ୍ତ୍ରମ୍ ନିରୁକ୍ତମ୍। ମନେ ରଖିଥିବା ଛୁଆ ଏଇଠି ଭୁଲ କରନ୍ତି। ଶବ୍ଦ ବିତ୍ପତ୍ତି ଶାସ୍ତ୍ର ବ୍ୟାକରଣ ବୋଲି ଭାବନ୍ତି। ନା ଶବ୍ଦ ବିତ୍ପତ୍ତି ଶାସ୍ତ୍ର ବୋଲି କାହା କୁହାଯାଏ? ନିରୁକ୍ତକୁ ଶବ୍ଦ ବିତ୍ପତ୍ତି ଶାସ୍ତ୍ର ବୋଲି କୁହାଯାଏ। ନିରୁକ୍ତକାର କହ ନା ନିରୁକ୍ତକାର ହଉଛନ୍ତି ୟାସ୍କାଚାର୍ଯ୍ୟ। ୟାସ୍କାଚାର୍ଯ୍ୟ ହଉଛନ୍ତି ନିରୁକ୍ତକାର। ତାର ଟୀକାକାର କିଏ? ନା ଦୁର୍ଗାଚାର୍ଯ୍ୟ। ଦୁର୍ଗାଚାର୍ଯ୍ୟ କିନ୍ତୁ ଦୁର୍ଗାଚାର୍ଯ୍ୟ ନିରୁକ୍ତକାର ୟାସ୍କଙ୍କୁ ମାନନ୍ତିନି। ମନେ ଦରକାର ନାହିଁ, ତାଙ୍କ ବିରୋଧ କଥା କହିବା ଦରକାର ନାହିଁ। ସେ ତାଙ୍କୁ ସ୍ୱୀକାର କରନ୍ତିନି ଏତେ। ନିରୁକ୍ତ କେଇଟା ଅଧ୍ୟାୟ ଅଛି? ନା 12ଟି ଅଧ୍ୟାୟ ଅଛି। କିନ୍ତୁ ପରିଶିଷ୍ଟ ଅଧ୍ୟାୟ ଉପରେ ଆଉ 2ଟି ଅଛି। ଟୋଟାଲ ଉପରେ 14ଟି ଅଧ୍ୟାୟ ଅଛି ନିରୁକ୍ତରେ। ହେଲା। ସେଇ ଯୋଉ 14ଟା ଅଧ୍ୟାୟରୁ ପ୍ରାୟ 12ଟା ଅଧ୍ୟାୟ ବୋଲି ସ୍ୱୀକାର କରନ୍ତି ସମସ୍ତେ। ଅଧିକାଂଶ ସେ 12ଟି ଅଧ୍ୟାୟ କଣ କରିଛନ୍ତି ନା 3ଟି କାଣ୍ଡ ବିଭକ୍ତ କରାଯାଇଛନ୍ତି। ପ୍ରଥମ କାଣ୍ଡରୁ ତୃତୀୟ କାଣ୍ଡ ପର୍ଯ୍ୟନ୍ତ ନୈଘଣ୍ଟୁକ କାଣ୍ଡ, ଚତୁର୍ଥ କାଣ୍ଡ ଠାରୁ ଷଷ୍ଠ କାଣ୍ଡ ନୈଗମ କାଣ୍ଡ, ସପ୍ତମ କାଣ୍ଡ ଠାରୁ ଦ୍ଵାଦଶ କାଣ୍ଡ ଦୈବତ କାଣ୍ଡ। ଦୈବତ କାଣ୍ଡ। ଏମିତି କୁହାଯାଏ। ଏଇ ଯୋଉ ନୈଗମ କାଣ୍ଡ, ଏଇ ଯୋଉ ନୈଗମ କାଣ୍ଡ ରହିଲା ଅର୍ଥାତ୍ ଚତୁର୍ଥ ଅଧ୍ୟାୟତଃ ଷଷ୍ଠ ଅଧ୍ୟାୟ ପରେ ଯୋଉ ନୈଗମ କାଣ୍ଡ ରହିଲା, ଷଷ୍ଠ ସେଇ ଅଧ୍ୟାୟ ନୈଗମ କାଣ୍ଡର ଅପର ନାମ କଣ? ଐକପଦିକ କାଣ୍ଡ। ମନେ ରଖିଥା। ହଁ ଏଠି 3 ପ୍ରକାର ଶବ୍ଦକୁ ନିର୍ବଚନ କରାଯାଇଥାଏ। କଣ? ପ୍ରତ୍ୟକ୍ଷ, ପରୋକ୍ଷ, ଅତି ପରୋକ୍ଷ ରୂପରେ କରାଯାଇଥାଏ। 4ଟା ପଦଜାତାନି ଏଠି ବି ଦେଖା ହେଇଛି। ଦେଖ କଣ? ନାମ ଆଖ୍ୟାତ ନାମ ଉପସର୍ଗ ନିପାତ। ହଁ ନାମ ଆଖ୍ୟାତ ଉପସର୍ଗ ନିପାତ। ହଁ ତାପରେ ନିଘଣ୍ଟୁର ସୃଷ୍ଟି ସମୀକ୍ଷା
ଲିଙ୍କ ଟା ତାକୁ ଟିକେ ପଠେଇଦେଲୁ, ଦେଖିଲୁ ତ କାହାକୁ? ପଠେଇଦେ, ସେ ଶୁଣୁଥାଉ। ଠିକ ଅଛି। ନିଘଣ୍ଟୁର କର୍ତ୍ତା ହଉଛନ୍ତି କିଏ ନା ପ୍ରଜାପତି। ଆଲୋ ହରିଆ ଜଏନ ହେଇଛୁ ନା? ହରିଆ ଅଛୁ ନା? ପୋଡାମୁଇଁ ନାହିଁ। ହରିଆ ଅଛୁ? ହରପ୍ରିୟା ଗଲା। ଏ ଠକ ଗୁଡା ସବୁ ଅଛ ନା ରେ। ହଉ ମଗ ସାରି ସାରେ ତାପରେ ତମ କଥା ବୁଝିବି। ନିଘଣ୍ଟୁର କର୍ତ୍ତା କିଏ ନା ପ୍ରଜାପତି କଶ୍ୟପ। ପ୍ରଜାପତି କଶ୍ୟପ ହଉଛନ୍ତି ନିଘଣ୍ଟୁର କର୍ତ୍ତା। କୋଉଠୁ ଆମେ ଜାଣୁଛେ ତାଙ୍କ କର୍ତ୍ତା ପ୍ରଜାପତି କଶ୍ୟପ ବୋଲି? ମୁଁ ତମକୁ କହିସାରିଛି। ମହାଭାରତରୁ ମହାଭାରତରୁ ଆମେ ଅନୁଭବ ଜାଣୁଛେ। କେଇଟା ଅଧ୍ୟାୟ ଅଛି ବୋଲି ବର୍ଣ୍ଣନା କରାହେଇଛି ନା 5ଟି ଅଧ୍ୟାୟ ବୋଲି ବର୍ଣ୍ଣନା କରାହେଇଛି, ଏବଂ 5ଟି ଅଧ୍ୟାୟକୁ 3ଟି କାଣ୍ଡରେ ବିଭକ୍ତ କରାହେଇଛି। ପ୍ରଥମ ଠାରୁ ତୃତୀୟ କାଣ୍ଡକୁ କୁହାଯାଉଛି ସେଠି ଯାହା କୁହାହେଇଥିଲା ନୈଘଣ୍ଟୁକ କାଣ୍ଡ, ଚତୁର୍ଥ କାଣ୍ଡକୁ ନୈଘଣ୍ଟୁକ କାଣ୍ଡ, କୁହାଯାଉଛି ନୈଗମ କାଣ୍ଡ, ଆଉ ପଞ୍ଚମ କାଣ୍ଡକୁ ନୈଗମ, କୁହାଯାଉଛି ଦୈବତ କାଣ୍ଡ। ଦୈବତ କାଣ୍ଡ। କ୍ଲିୟର ହେଇଗଲା କଥା? ଆଜ୍ଞା ସାର୍। କଥା ଆଜ୍ଞା। କ୍ଲିୟର ହେଇଗଲା? ହଁ। ତେଣୁ ଏତିକି ହଉଛି କଥା। ମନେ ରଖିଥା, ପ୍ରଥମେ ନିଘଣ୍ଟୁ ନାମରେ ଥିଲା, ତାପରେ ତାକୁ ନିରୁକ୍ତ କରିଦିଆଗଲା। ସେଥିପାଇଁ ଦୁର୍ଗାଚାର୍ଯ୍ୟ ନିରୁକ୍ତକାରକୁ ଟିକେ ମାନନ୍ତି ନାହିଁ। କାହିଁକି ନା ତମର ଗ୍ରନ୍ଥଟା ତମେ କୋଉଠୁ ଆଣିଛ? ଏଇଠୁ ନେଇଯାଇଛ। ସେଥିପାଇଁ ଦୁର୍ଗାଚାର୍ଯ୍ୟ ସପୋର୍ଟ କରନ୍ତିନି କାହାକୁ? ନିରୁକ୍ତକାରକୁ। ବୁଝିପାଇଲ? ୟାସ୍କାଚାର୍ଯ୍ୟଙ୍କୁ। ବୁଝିପାଇଲେ ଏ କଥାଟା? ଆଜ୍ଞା ସାର୍। ଆଜ୍ଞା ହଁ। ସାର୍। ତାପରେ ନିରୁକ୍ତରେ 5ଟି ବିଷୟ ଅଛି। ପ୍ରତିପାଦ୍ୟ ବିଷୟ କଣ? ବର୍ଣ୍ଣାଗମ, ବର୍ଣ୍ଣ ବିପର୍ଯ୍ୟୟ, ବର୍ଣ୍ଣ ବିକାର, ବର୍ଣ୍ଣ ନାଶ ଏବଂ ଧାତୁ ଅର୍ଥ। କରିପାରିବ ନା କରିପାରିବନି ପରୀକ୍ଷାରେ ପଚାରିଲେ? ଆଜ୍ଞା ସାର୍। ଜ୍ୟୋତିଷ, ବେଦ ପୁରୁଷର ନେତ୍ରମ ବା ଚକ୍ଷୁ କଣ? ଜ୍ୟୋତିଷ ଶାସ୍ତ୍ରମ। ସେଥିପାଇଁ କୁହାଯାଇଛି କଣ? ଜ୍ୟୋତିଷ ଆମ୍ନାୟନମ ଚକ୍ଷୁ କୁହାହେଇଛି ନା ନାଇଁ? ବେଦ ପୁରୁଷର ନୟନ ଆଜ୍ଞା ବା ସାର୍। ଚକ୍ଷୁ ଇଏ ନା ଜ୍ୟୋତିଷ ଶାସ୍ତ୍ର ବୋଲି କୁହାଯାଇଛି। ଜ୍ୟୋତିଷ ଶାସ୍ତ୍ରର ଅପର ନାମ ହଉଛି କାଳ ଜ୍ଞାପକ ବା କାଳ ବିଧାନ ଶାସ୍ତ୍ର ବୋଲି କୁହାଯାଏ। ତାକୁ ଆଧାର କରିକି ଆମେ କାଳ ନିର୍ଦ୍ଧାରଣ କରିଥାଉ। ହଁ କି ନାଇଁ? କୋଉ କାଳରେ କଲେ ଭଲ ହବ? ଆଜ୍ଞା ସାର୍। ଆଜ୍ଞା ସାର୍। କୌଣସି ଗୋଟେ କାର୍ଯ୍ୟ କଲେ କୋଉ ସମୟରେ କଲେ ଭଲ ହବ ବୋଲି କୁହାଯାଏ। ତାର କର୍ତ୍ତା କିଏ ନା ଲଗାଧାଚାର୍ଯ୍ୟ। ମନେ ରଖିଥାଅ, ଚାରିଟାଙ୍କ ଲଗଧାଚାର୍ଯ୍ୟ। ବେଦର ଲଗାଧାଚାର୍ଯ୍ୟ। ଚାରିଟାଙ୍କ ବେଦର ଜ୍ୟୋତିଷ ଗ୍ରନ୍ଥ ଅଛନ୍ତି। ସେଇ ଚାରିଟାଙ୍କ ଜ୍ୟୋତିଷ ଗ୍ରନ୍ଥର କର୍ତ୍ତା ହଉଛନ୍ତି ଏଇ ଗୋଟିଏ ଲୋକ, ୱାନ୍ ମ୍ୟାନ୍ ଆର୍ମି। କିଏ? ଲଗଧାଚାର୍ଯ୍ୟ। ଋକ୍ ବେଦର ଆର୍ଚ ଜ୍ୟୋତିଷ, ୟଜୁର୍ବେଦସ୍ୟ ଆଜୁଷ ଜ୍ୟୋତିଷ, ଏଇ ଦୁଇଟି ଯାକ ୟାଜୁସ୍ ଜ୍ୟୋତିଷ। ବହୁତ ପାୱାରଫୁଲ ଜ୍ୟୋତିଷ, ମାନେ ବହୁତ ପ୍ରସିଦ୍ଧ ଜ୍ୟୋତିଷ। ଏମାନଙ୍କ କଥା ଏତେ ଉପଲବ୍ଧ ନାହିଁ। ଅଛି ଅଥର୍ବଣ ଜ୍ୟୋତିଷ କଥା ବର୍ଣ୍ଣନା ଅଛି, ସାମବେଦ କଥା ଏତେ ନାହିଁ। ସାମ ଜ୍ୟୋତିଷ ଏତେ ନାହିଁ ଉପଲବ୍ଧ ବା ଏତେ ପ୍ରସିଦ୍ଧ ନୁହନ୍ତି। ମନେ କଥା, ଅଥର୍ବଣ ଜ୍ୟୋତିଷଟା ଅଛି କିନ୍ତୁ ହେଲା। ତାପରେ ଜ୍ୟୋତିଷ ଶାସ୍ତ୍ର ସାର୍ ଏଇ ୟଜୁର୍ବେଦର ଜ୍ୟୋତିଷ ନିମ୍ନଟା ବିଷୟରେ କହିପାରିବେ? କଣ? ଋକ୍ ବେଦର ହଉଛି ଆର୍ଯ୍ୟ ଜ୍ୟୋତିଷ, ସାର୍ ୟଜୁର୍ବେଦର? ୟାଜୁସ୍ ଜ୍ୟୋତିଷ। ୟାଜୁଷ ଜ୍ୟୋତିଷ ପରା ହେଇ ଲେଖିଛି, ୟାଜୁଷ ଆଜ୍ଞା ଜ୍ୟୋତିଷ। ସାର୍। ଆଲୋ ତମେ ଦେଖୁନ କିଲୋ ଝିଅ, ତମ ନାଁ କଣ କହିଲ? ସୁଜାତା। ତ ଦେଖିଥିବେ ପୂଜା। ସାର୍, ମୁଁ ଭୁଲ ଲେଖିଦେଇଛି ସେଇଟା ଜାଣିପାରିନି। ପୂଜା କଣ? ସାର୍ ସୁଜାତା ବେହେରା। ଭୁବନେଶ୍ଵର ନା କଟକ? କଟକ। କଟକ, ହଉ ଠିକ ଅଛି। କାହାର କୋଉଠି ଘର ହିଁ ମୋର ମନେ ରହିଗଲାଣି ଆସ୍ତେ ଆସ୍ତେ। ହଉ ରହିଯିବ ଆଉ 4-6 ଦିନ ସବୁ ରହିଯିବ। ଜ୍ୟୋତିଷ ଶାସ୍ତ୍ରକୁ ତ୍ରିସ୍କନ୍ଧ ଶାସ୍ତ୍ର ବୋଲି କୁହାଯାଏ। କଣ? ସିଦ୍ଧାନ୍ତ ସଂହିତା ଖୋରା। ଖୋରା। ତାପରେ ଦରକାର ନାହିଁ। ଖ୍ରୀଷ୍ଟପୂର୍ବ କେତେ ଗୁରୁତ୍ୱପୂର୍ଣ୍ଣ ନୁହେଁ, ହେଲେ ମନେ କାଳେ ପଚାରିଦବ କି? ଖ୍ରୀଷ୍ଟପୂର୍ବ 300 ବୋଲି ସ୍ୱୀକାର କରିଥିଲା ବେଳେ ଶଙ୍କର ବାଲକୃଷ୍ଣ କଣ କହିଲେ? ଚତୁର୍ଦଶ। ଖ୍ରୀଷ୍ଟପୂର୍ବ ଚତୁର୍ଦଶ ଶତାବ୍ଦୀ ଏଇ ଜ୍ୟୋତିଷର, ବେଦାଙ୍ଗ ଜ୍ୟୋତିଷର ସମୟ। ତାପରେ ଗୋଟେ ଯୁଗକୁ 5 ସୌର ବର୍ଷ ବୋଲି ପଞ୍ଚ ସୌର ବର୍ଷ ବୋଲି କୁହାଯାଇଛି। କଣ? ସମ୍ବତ୍ସର, ପରିବତ୍ସର, ଇରାବତ୍ସର, ୟୁଦବତ୍ସର, ଆଉ ଗୋଟେ ବତ୍ସର। ବତ୍ସର।
କିଏ କଣ ରଚନା କଲେ? ସାମନ୍ତ ଚନ୍ଦ୍ରଶେଖର, ଯାହାକୁ ଆମେ ଜାଣିଛେ ଭଲ ଭାବରେ କଣ ପଠାଣି ସାମନ୍ତ। ପଠାଣି କୋଉଠି? ସାମନ୍ତ ଖଣ୍ଡପଡା। ଖଣ୍ଡପଡାଟି ନୟାଗଡ଼ର ଖଣ୍ଡାପଡା। ନୟାଗଡ଼ର ଖଣ୍ଡପଡା। ଖାଲି ଖଣ୍ଡପଡା କହିଲେ ବି ଲୋକ ଜାଣିଦେବେ, ନୟାଗଡ଼ କହିବା ଦରକାର ନାହିଁ। ନୟାଗଡ଼ କହି କହିବ ଖାଲି ଖଣ୍ଡପଡା ମୋ ଘର, ସମସ୍ତେ କହିବେ ହଁ ଆମେ ଜାଣିଦେଲୁ। ହଁ ନା ନାଇଁ? ଠିକ ଅଛି। ଆଜ୍ଞା ସିଦ୍ଧାନ୍ତ ଦର୍ପଣ ସିଏ ରଚନା କରିଛନ୍ତି, ଗୁରୁତ୍ୱପୂର୍ଣ୍ଣ ଗ୍ରନ୍ଥଟି। ତାପରେ ଆର୍ଯ୍ୟଭଟ୍ଟଙ୍କର ଆର୍ଯ୍ୟଭଟ୍ଟିୟମ, ବରାହମିହିରଙ୍କର ଲଘୁ ବୃହତ ଜାତକ, ଲଘୁ ଜାତକ, ପଞ୍ଚ ସିଦ୍ଧାନ୍ତିକା ରଚନା କରିଛନ୍ତି। ସେମିତି ବ୍ରହ୍ମଗୁପ୍ତ କଣ କଲେ? ବ୍ରହ୍ମସ୍ଫୁଟ ସିଦ୍ଧାନ୍ତ, ଧ୍ୟାନ ଗ୍ରହ, ଖଣ୍ଡ ଖାଦ୍ୟ ରଚନା କଲେ। ଭାସ୍କରାଚାର୍ଯ୍ୟଙ୍କର କଣ? ସିଦ୍ଧାନ୍ତ ଶିରୋମଣି, କରଣ, କୌତୁହଳ। କରଣ, କୁତୁହଳ କୌତୁହଳ ଦିଟାଙ୍କ ଦୀର୍ଘକାର। କୌତୁହଳ ହେଲା। ତାପରେ ଶ୍ରୀପତିଙ୍କର ସିଦ୍ଧାନ୍ତ ଶେଖର ଏବଂ ରତ୍ନମାଳା। ଛନ୍ଦ ଶାସ୍ତ୍ର ଗୋଟେ ଦେଖିବା, ଛନ୍ଦ ବେଦାଙ୍ଗକୁ ଦେଖିବା। କଣ ଏ ବେଦ ପୁରୁଷର କଣ ନା? ଛନ୍ଦ ପାଦୌ ତୁ ବେଦସ୍ୟ। ତୁମ ବେଦ ପୁରୁଷର ପାଦୌ କିଏ? ନା ଛନ୍ଦ। ଛନ୍ଦ ଛନ୍ଦ ହଉଛି ବେଦ ପୁରୁଷର ପାଦ। କଣ? ଛନ୍ଦ ଶାସ୍ତ୍ରକୁ କିଏ ରଚନା କଲେ? ନା ଛନ୍ଦ ଶାସ୍ତ୍ର ପ୍ରଣେତା ହଉଛନ୍ତି ଆଚାର୍ଯ୍ୟ ପିଙ୍ଗଳ। ପିଙ୍ଗଳାଚାର୍ଯ୍ୟ ହଉଛନ୍ତି ଛନ୍ଦ ଶାସ୍ତ୍ର ରଚନା। ଆଚ୍ଛା, ଏଇ କଥାଟା ମୁଁ ବୋଧେ କହିବାକୁ ଭୁଲି ଯାଇଥିଲି ସେତେବେଳେ। ଛନ୍ଦ ହୀନ, ହୀନଟା ହର୍ଷଇକାର ହବ ନା ଦୀର୍ଘଇକାର ହବ? ଦୀର୍ଘଇ। ଠିକ ଅଛି। ଛନ୍ଦ ହୀନୋ ନ ଶବ୍ଦୋସ୍ତି, ନ ଛନ୍ଦ ଶବ୍ଦ ବର୍ଜିତମ୍। ଏକଥା କିଏ କହିଲେ? ଭରତ କହିଛନ୍ତି। ଭରତ ମୁନି କହିଲେ। ଭରତ ମୁନି ଏ କଥା କହିଛନ୍ତି। ଠିକ ଅଛି। ଛନ୍ଦ ଶାସ୍ତ୍ରରେ କେତେଟା ଅଧ୍ୟାୟ ରହିଛି? ନା 8ଟି ଅଧ୍ୟାୟ ଅଛି। ଆଠଟି ସୂତ୍ର ଅଛି ସୂତ୍ର ବୋଲି ବିଚାର 308। କରାଯାଇଛି। ଛନ୍ଦକୁ ଦି ଭାଗରେ ବିଭକ୍ତ କରାଯାଇଛି, ବୈଦିକ, ଲୌକିକ। ଦେଖ ଆହୁରି ଆମେ ବିବାହ କରିପାରିବା। ତମେ ପୂର୍ବରୁ ମନେ ପକା, ମୁଁ ବେଦ ଡାକିଲା ବେଳେ ତମକୁ କହିଛି ଯେ ବାର୍ଣ୍ଣିକ ଛନ୍ଦ, ମାତ୍ରିକ ଛନ୍ଦ। ଆଜ୍ଞା କହିଛନ୍ତି। ଆଜ୍ଞା ସାର୍। ଲୌକିକ ବୈଦିକ କଥା ଆମେ ଆଲୋଚନା କରିଛେ। ବୈଦିକ ଛନ୍ଦ, ଲୌକିକ ଛନ୍ଦ। ଲୋକରେ ଯୋଉଟା ଲୌକିକ, ବେଦରେ ଯୋଉଟା ବୈଦିକ। ତ ବୈଦିକ ଛନ୍ଦ ଯୋଉ 21ଟି ମୁଖ୍ୟ ରୂପେ ରହୁଛି, ତା ଦେହରୁ କିନ୍ତୁ ଗୁରୁତ୍ୱପୂର୍ଣ୍ଣ ହଉଛି 7ଟି। ସେ 7ଟି କଥା ଏଠି କୁହାଯାଇଛି। କଣ? ଗାୟତ୍ରୀ, ଉଷ୍ଟିକ, ଅନୁଷ୍ଠୁ, ବୃହତି, ପଙ୍କ୍ତି, ତ୍ରିଷ୍ଠୁପ, ଜଗତି। ହେଲା। ଗାୟତ୍ରୀରେ ହଉଛି 3ଟି, ଉଷ୍ଣିକରେ 3ଟି, ଅନୁଷ୍ଠୁପରେ 4ଟି, ବୃହତିରେ 4ଟି, ପଙ୍କ୍ତିରେ 5ଟି, ତ୍ରିଷ୍ଠୁପରେ 6ଟି, 6ଟି ପାଟିରୁ ସରି 4ଟି, ଜଗତିରେ 4ଟି। 4 ଅଛି, 5 ପରେ ପାଟିରୁ ଅଟୋମେଟିକ 6 ପଳେଇ ଆଇଲା। ବୁଝିପାରିଲ କି? ସରି। ତେଣୁ ମନେ ରଖିଦେଇଛ ଆକୁ। 3 3 4 4 5 4 4। ଏଗୁଡା କଣ ସବୁ? ପାଦ ସଂଖ୍ୟା। ଠିକ ଅଛି। ସେଇପରି ଭାବରେ ଯଦି ଆମେ ବର୍ଣ୍ଣ ସଂଖ୍ୟା ଦେଖିବା, 24, 28, 32, 36, 40, 44, 48 ବର୍ଣ୍ଣ ସଂଖ୍ୟା। ସେମିତି ଜାତିପାଦ କଥା ଦେଖିବା କଣ? ନା ଯେହେତୁ 24 ଅକ୍ଷର, 3ଟା ପାଦ, 8 8 8। ସେମିତି 28 ଅକ୍ଷର, 3ଟା ପାଦ, 8 8 12। ସେମିତି 32 ଅକ୍ଷର, 4ଟା ପାଦ, 8 8 8 8। ତାପରେ 36 ଅକ୍ଷର, 4ଟା ପାଦ, 8 8 8, ଲାଷ୍ଟକୁ 12 ହେଇଯାଉଛି ନା ସେତିକି? 12। ଆଜ୍ଞା ତାପରେ ସାର୍। 40 ଅଛି, 5ଟା ପାଦ। 40 କୋଉଠି 40ଟା ଅଛି? ପଙ୍କ୍ତିରେ। 40 ପଙ୍କ୍ତି 5ଟା ପାଦ, କିନ୍ତୁ ପ୍ରତ୍ୟେକ ପାଦରେ ସାର୍ ଟିକେ ଗାୟତ୍ରୀ ପାଦ ଟିକେ କହିବେ ଆଉଥରେ। ଆଉଥରେ କୋଉଟା? ରୁହ ଆଉଥରେ ହଁ କୁହ ଆଉଥରେ କୋଉଟା? ଗାୟତ୍ରୀ। ଆଜ୍ଞା ସାର୍, ଆଜ୍ଞା ସାର୍। ଗାୟତ୍ରୀ ନା କୋଉଟା? ଗାୟତ୍ରୀରେ 3ଟି ପାଦ। ଗାୟତ୍ରୀରେ 3ଟା ପାଦ ଅଛି। ବର୍ଣ୍ଣ ସଂଖ୍ୟା କେତେ? ନା 24ଟି ବର୍ଣ୍ଣ ଅଛି। ତେଣୁ ପ୍ରତ୍ୟେକ ପାଦରେ 8 8 8 8 8 16 8 24। ତମେ କହୁଛ କି 4ଟା ପାଦ ଅଛି ବୋଲି ବହିରେ ଲେଖା ହେଇଛି? କିଏ କହୁଛ ନାଇଁ କି? ସାର୍। ନାଇଁ ସାର୍। ହଁ, ସେଟା ଭୁଲ ଲେଖା ହେଇଛି। ଗୋଟେ ବହିରେ ଲେଖା ହେଇଛି 4ଟା ପାଦ, ସେଟା ଭୁଲ ଲେଖା ହେଇଛି। ହେଲା। ଗୋଟେ ବହିରେ ଲେଖା ହେଇଛି 4ଟା ପାଦ। ଠିକ ଅଛି। ଲେଖା ହେଇଛି ଗୋଟେ ବହିରେ। ସେ ବହିର ନାଁ ହଉଛି ଜୟପୁରର ସେ ସାର୍ ଜଣ ଲେଖିଛନ୍ତି। ଜୟପୁର କ୍ୟାମ୍ପସ ର ସାର୍ ଜଣେ ସେ କଡ। ଛାଡ, ପ୍ରତିଯୋଗିତା ନିଧି। ବହିଟା ନାଁ ହଉଛି ପ୍ରତିଯୋଗିତା ନିଧି। ଠିକ ଅଛି। ସେଇଠି ବନା ହେଇଛି 4ଟା ବୋଲି ଲେଖା ହେଇଛି। ତା କରେକ୍ସନ କରି 3 କରିଦବ ଯଦି କାହା ପାଖରେ ଅଛି।
ଗାୟତ୍ରୀ ଉଷ୍ଟି ଅନୁଷ୍ଠୁ ବୃହତି ପଙ୍କ୍ତି। ଆଚ୍ଛା ପକ୍ତି ପର୍ଯ୍ୟନ୍ତ ଆମେ କରିଦେଇଥିଲେ 5ଟା ପାଦ ଅଛି ତେଣୁ ପ୍ରତ୍ୟେକ ପାଦରେ କେଇଟା ଅକ୍ଷର? 8ଟି ଲେଖା। ଆଠ 8ଟି ଆଠ ଲେଖାଏ ଆଠ ଅଧ୍ୟାୟ। ଆଠ ଆଠ। ଠିକ ଅଛି। ତାପରେ ଆସିଲା କିଏ? ପଙ୍କ୍ତି ପରେ ତ୍ରିଷ୍ଟୁପ ଜଗତି। ତ୍ରିଷ୍ଟୁପରେ କେତେ? ତ୍ରିଷ୍ଟୁପରେ ହଉଛି 4ଟା ପାଦ। 11 11 11 11 11 11 11 11। 4ଟା ପାଦରେ ପ୍ରତ୍ୟେକ ପାଦରେ 11 11ଟା ବର୍ଣ୍ଣ ରହୁଛି। ଟୋଟାଲ ବର୍ଣ୍ଣ କେଇଟା? 44। ସେଇପରି ଭାବରେ ଲାଷ୍ଟକୁ ଜଗତି। ଜଗତିରେ କେଇଟା ବର୍ଣ୍ଣ ଅଛି? ନା 48। କେତେଟା ପାଦ 40ଟି। ଅଛି? ନା 4ଟା ପାଦ 48ଟି ଅଛି। ତେଣୁ 4ଟି ପ୍ରତ୍ୟେକ ପାଦ। ପାଦରେ କେଇଟା? 12ଟି। 12ଟି ଲେଖାଏ। बोले श्री जगन्नाथ भगवान के। ଜୟ। ସେ ପୂର୍ବ ବର୍ଷ ପିଲା ଥିଲେ କିନ୍ତୁ କେଡେ ଜୋରେ ଜୟ ପକେଇଥାନ୍ତେ। ତମେ ପକଉନା କାହିଁକି? ହେଁ ନୁହଁ କି? ଆଜ୍ଞା ଆରେ ତୁ କହିଲୁ ନା ଧନିଆ ଅଛୁ ଧନିଆ। ଆଜ୍ଞା ସାର୍ ପ୍ରେମ୍ ସାର୍। ରେ ଭାଇ ଆ, ପକେଇଲୁନୁ ଜୟ ପକେଇଲୁନୁ ଆଉ ଥରେ ପକା। बोले श्री जगन्नाथ भगवान की। ଜୟ ଜୟ। ଜୟ। ଚାଲ ଆଚ୍ଛା ଆଉ କାହାର ସମସ୍ୟା ରହିବ କି ଏଥିରେ କୁହ? ନାଇଁ ରହିବନି ସାର୍। ତ? ନାଇଁ ସାର୍। ପିଲା କେତେ ଅଛନ୍ତି? ଖସି ଯାଇଛନ୍ତି। କିଏ ଗୋଟେ ତାକୁ ହଉ ପିଲା କିଛି ଲେଫ୍ଟ ହେଇଗଲେଣି। ସେ ମନେ ରଖିବା ପାଇଁ ମୁଁ ଚେଷ୍ଟା କରୁଛି। ଆଉ କାହାର ସମସ୍ୟା ନାହିଁ ତ? କେତେ ଜଣ କାଲି ମତେ ମେସେଜ କରିଥିଲ ଯେ ବେଦାଙ୍ଗଟା ଆମେ ଟିକେ ଲେଖିପାରୁନୁ କିଏ କରିପାରୁନୁ। ମୁଁ ତ 2 ଥର ଆଗ ପଛ କରିଦେଲି। ଆଉ କାହାର ସମସ୍ୟା କିଛି ରହିଲା କି? ଯଦି କାହାର ସମସ୍ୟା ହେଲା ଟିକେ ହାତ ଟେକ। ହାତ ଟେକିଛ ନା କଣ? ମୁଁ ଦେଖିପାରୁନି କଣ? ନା ସାର୍ କେହି ଟେକି ନାହାନ୍ତି। ସମସ୍ତଙ୍କ ହେଇଯାଇଛି। ସମସ୍ତଙ୍କର ହେଇଯାଇଛି। ତୋର ହେଇଯାଇଛି ତ? ଆଜ୍ଞା। ଠିକ ଅଛି। ସାର୍ ହଁ ତା ଯୋଉ ସୂର୍ଯ୍ୟ ସିଦ୍ଧାନ୍ତ ଆପଣ କହିଥିଲେ କହିବା ପାଇଁ କିଏ ଲେଖିଛନ୍ତି ବୋଲି। ସେଇଟା ମୁଁ ଟିକେ ଦେଖୁଥିଲି ସାର୍। ଆର୍ଷ କାବ୍ୟ ବୋଲି ଆର୍ଷ ରଚନା ବୋଲି କୁହାଯାଇଛି। ମୁଁ ଆଉ ଟିକେ ଦେଖିବି ଝିଅ। ମୁଁ ଦେଖି ନାହିଁ ତ ଭୁଲି ଯାଇଥିଲି। ଆଜ୍ଞା ସାର୍। ହୁଁ ଠିକ ଅଛି। ମୁଁ ଟିକେ କନଫର୍ମ ହେଇକି କହିବି। କନଫର୍ମ ହେଇକି କହିବି ହେଲା। ଏତିକି ମନେ ରହିଗଲା ତ? ଆଜ୍ଞା ସାର୍। ଆଜ୍ଞା ନା ସାର୍। କାହାର ସମସ୍ୟା କଣ? ଏତିକିରେ କାହାର କଣ ସମସ୍ୟା ରହିଲା? ଯଦି କିଛି ସମସ୍ୟା ରହିଲା ହାତ ଟେକ। ମୁଁ ଅପେକ୍ଷା କରିଛି ତମ ହାତ ଟେକାକୁ। ଆରେ କହୁନ ଟିକେ ସମସ୍ତଙ୍କର ହେଇଗଲା? ଆଜ୍ଞା ସାର୍। ହଉ ଯଦି ତମ ମାନଙ୍କର ସମସ୍ତଙ୍କର ହେଇଗଲା ତ ମତେ ଲେଖିକି ଯୋଉମାନେ ପଠେଇ ଦେଇଛ ସେମାନଙ୍କୁ ଧନ୍ୟବାଦ। ଯୋଉମାନେ ନ ଲେଖିଛ ସେମାନେ ମଧ୍ୟ ଲେଖିକି ମତେ ଶୀଘ୍ର ପଠାଅ। ଆଚ୍ଛା ସେଇ ଯୋଉ ଶ୍ଲୋକଟା ପଠେଇଥିଲି ତାକୁ ବି ଲେଖି ଦେଇଛ ତ ସମସ୍ତେ? ଆଜ୍ଞା ସାର୍। ଭାଇ ହୁଁ ଟିକେ ଭରତ ମୁନି ଯୋଉ ଛନ୍ଦରେ କହିଥିଲେ ଯୋଉ ସେଇଟା ଆଉ ଥରେ ଟିକେ କହିବେ। ଛନ୍ଦ ହୀନ ନ ଶବ୍ଦ ସେଇଟା ଟିକେ କହିବେ ଆଉ ଥରେ। ତମେ କୁହ। ମୁଁ ଲାଷ୍ଟ କହୁଛି ବର୍ଜିତମ। ମୁଁ ଲାଷ୍ଟ ଲାଇନ ଟା କହିଦେଲି ବର୍ଜିତମ। ତମେ କୁହ। କୁହ ସବ କହୁନ। ମୁଁ ଏତେ ଥର କହିଲା ପରେ ବି ତମେ କହିବନି? ନାଇଁ ମୁଁ ହିଁ କେବଳ କହିବି। ହଉ ଠିକ ଅଛି। ଛନ୍ଦହୀନ ନ ଶବ୍ଦ ନ ଛନ୍ଦ ଶବ୍ଦ। ଛନ୍ଦହୀନ ନ ଶବ୍ଦ ଛନ୍ଦହୀନ ନ ଅସ୍ତି ଶବ୍ଦ ଅସ୍ତି ନ ନ ଛନ୍ଦ ଛନ୍ଦ ବର୍ଜିତ। ବର୍ଜିତ। ଠିକ ଅଛି। ଆକୁ ଟିକେ ନାକରୁ ଘରେ ଅଭ୍ୟାସ କରିବ। ଏଇ ଶ୍ଲୋକ ଟା ମନେ ରଖିଦେଇଛ ତ? ସମସ୍ତେ ଲେଖିଦେଇଛ ତ ଖାତାରେ? ଆଜ୍ଞା ସାର୍। ଆଜ୍ଞା ସାର୍। ଠିକ ଅଛି। ଟିକେ ଭଲ କରି ପରିଶ୍ରମ କରିବ। ଭଲ କରି ପରିଶ୍ରମ କରିଦେଲେ ଏଇଗୁଡାକ ସବୁ ମନେ ରହିଯିବ। କିଛି ଅସୁବିଧା ହବନି। ଗୋଟା ଗୋଟା ମନେ ରହିଯିବ। ଏଇଟା ଭାରି ସହଜ। ତମେ ଭାବୁଛ କି ଏଗୁଡା କଷ୍ଟ ବୋଲି? ଜମା କଷ୍ଟ ନୁହେଁ। ଖାଲି ଟିକେ ଅଭ୍ୟାସ କରିଦିଅ।
ଖାଲି ଟିକିଏ ନାଗୁରୁ ଅଭ୍ୟାସ କରିଦବ ହେଲା, ଆଉ ଟିକିଏ ନାଗୁରୁ ଅଭ୍ୟାସ କରିଦବ, ଏଗୁଟା ସବୁ ଯାକ ମାଇଣ୍ଡ ରେ ପୁରା ଜେରକ୍ସ ହେଲା ଭଳିଆ ଛାପି ହେଇକି ରହିଯିବ, କିଛି ଅସୁବିଧା ହବନି। ଠିକ ଅଛି, କଣ କହୁଛ? ଆଜ୍ଞା ସାର୍। ଆଜ୍ଞା ସାର୍। ଆଜ୍ଞା ସାର୍। ଆଜ୍ଞା ସାର୍। ହଁ, ଯିଏ ପଚାରୁଥିଲ ସେ ଭରତମୁନି କଣ କହିଥିଲେ? ନାଟ୍ୟ ଶାସ୍ତ୍ର ନାଟ୍ୟ ଶାସ୍ତ୍ରକାର ଭରତମୁନି କଣ କହିଥିଲେ ମନେ ରହିଲା ତ? ଛନ୍ଦ ହୀନୋ ନ ଶବ୍ଦୋସ୍ତି ନ ଛନ୍ଦ ଶବ୍ଦ ବର୍ଜିତମ୍, ହେଲା। ଛନ୍ଦ ହୀନୋ ନ ଶବ୍ଦୋସ୍ତି ନ ଛନ୍ଦ ଶବ୍ଦ ବର୍ଜିତମ୍। ଲେଖିଦେବି, ଲେଖିଦେବି କି? ନାଇଁ ନାଇଁ ଭାଇ ଲେଖିଦେବି। ଛନ୍ଦ ହୀନୁ, ଦେଖ ଛନ୍ଦ ହୀନ, ଛନ୍ଦ ହୀନ, ଏଇ କନଫ୍ୟୁଜନ ଛୁଆଙ୍କର ଏଇଠି ହୁଏ, ସନ୍ଧି ପଢିଲା ପରେ ତମେ ଜାଣିଦବ। ହଉ, ଟିକେ ନାଗୁରୁ ତଥାପି ଲେଖିଦେବି, ତମ ପାଇଁ କାମ ଦେଇଦେବି। ଛନ୍ଦ, ଟିକେ ମୋର ହାତଟା ଚାଲୁନି ଏଠି ଠିକ ସେ, ହେଲା। ଛନ୍ଦ ହି ନ, ଛନ୍ଦ ହୀନ ନ ଶବ୍ଦ ଅସ୍ତି ନ ନ ଛନ୍ଦ ଶବ୍ଦ ବର୍ଜିତମ୍। ଲେଖିପାରିବନି ଶବ୍ଦ ବର୍ଜିତମ୍? ଲେଖିପାରିବ ତ? ହେଲା, ତ ଏଇଠି ଗୋଟିଏ କଥା ଅଛି, ତ ଏଇଟା ପ୍ରକୃତରେ କଣ ଦେଖ, ଛନ୍ଦ ହୀନ ନ, ଦେଖ ବିସର୍ଗ ପରେ ନ ଅଛି, ତେଣୁ ବିସର୍ଗ ଟା କଣ ହେଇଯିବ? ଓକାର। ଲୋପ ହେଇଯିବ। ଲୋପ ହେଇଯିବ ନା ଓକାର ହେଇଯିବ? ବିସର୍ଗ ଲୋପ ହେଇକି କଣ ହେଇଯିବ? ଓକାର ହେଇଯିବ। ଓକାର ଛନ୍ଦ ହେଇଯିବ। ହୀନ ନ ଶବ୍ଦ, ଦେଖ ନ ଶବ୍ଦ ଶବ୍ଦ ବିସର୍ଗ ଅଛି, ବିସର୍ଗ ପରେ ଅକାର ଅଛି, ବିସର୍ଗ ପୂର୍ବରୁ ଅକାର ଅଛି, ଅତୌର ପୃତାଦ ପୃତ ସୂତ୍ର ଅନୁସାରେ ଏଇଟା କଣ ହେଇଯିବ ଏ ବିସର୍ଗଟା? ଅଧ ହେଇଯିବ। ଏବଂ ଏଇ ଓକାର ଅକାରଟା ହେଇଯିବ। ଖଣ୍ଡ ହେଇଯିବ। ଖଣ୍ଡ ହେଇଯିବ। ଅର୍ଥାତ୍ ଏଇ ଯୋଉ ଓଲଟା ହେଇଗଲା, ଏଇ ଯୋଉ ଅଟା ଅଛି, ସେଇ ଅଟା ହେଇଯିବ କଣ? ଖଣ୍ଡ ଖଣ୍ଡ ଅକାର ଆକାର ହେଇଯିବ, ବିସର୍ଗ ପୂର୍ବରୁ। ସେଟା ଓକାର ହେଇଯିବ। ଖଣ୍ଡ ହେଲା, ଓକାର ଏଇଟା ହେଇଯିବ। ସବୁ ସନ୍ଧି ପଡିଲା ବେଳକୁ ତମେ ଜାଣିଯିବ ଅଟୋମେଟିକ। ଠିକ ଅଛି, କରିପାରିବ ତ ପରୀକ୍ଷାରେ ପଡିଲେ? ଆଜ୍ଞା ସାର୍। ଆଜ୍ଞା ସାର୍। ହଉ, ଠିକ ଅଛି, ତାହେଲେ ମୁଁ ଏବେ ଏଇଠି ରଖିଦଉଛି। ଆଜି ଯେମିତି ବେଦାଙ୍ଗକୁ କଲେ, କାଲି ବେଦଟାକୁ ମଧ୍ୟ ସେମିତି କରିବା। କଣ କହୁଛ? ଆଜ୍ଞା ସାର୍। ଆଜ୍ଞା ସାର୍। ଭଲ ହବ ନା ହବନି? ଆଜ୍ଞା। ସମ୍ପୂର୍ଣ୍ଣ ବେଦ, ସମ୍ପୂର୍ଣ୍ଣ ବେଦ, ବେଶ ସଂହିତା, ବ୍ରାହ୍ମଣ, ଆରଣ୍ୟକ, ଆଜ୍ଞା ସାର୍। ଉପନିଷଦ, ସବୁ ସବୁ ଠିକ ଅଛି, ରଖୁଛି ଏବେ। ପ୍ରଣାମ ସାର୍। ହଁ, ଜୟ ପ୍ରଣାମ ଜଗନ୍ନାଥ। ସାର୍। ପ୍ରଣାମ ସାର୍। ପ୍ରଣାମ ସାର୍। ପ୍ରଣାମ ସାର୍। ପ୍ରଣାମ ସାର୍। ପ୍ରଣାମ।
ଲିପିନା ଆଉ ନନ୍ଦିନୀ ପତି ତମେ ଦି ଜଣ ଲେଫ୍ଟ ହବନି? ହୁଁ ତମେ ଦି ଜଣ ଲେଫ୍ଟ ହବନି? ଲେଫ୍ଟ ହବନି ନା? ହଉ